श्री चैतन्य मनोभीष्टं स्थापितं स्वयं रूपः कदा मह्यं ददाति स्वपदान्तिकम्। नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदान्त स्वामिनेति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे। पंचकल्पतरुश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौर भक्तवृंद। हरे कृष्ण 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 हरे हरे, हरे राम 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 हरे हरे। हरे कृष्ण 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 हरे हरे, हरे राम राम हरे हरे। हरे कृष्ण 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 हरे हरे, हरे राम राम हरे हरे। हरे कृष्ण समस्त दंडवत प्रणाम। आ गजपत प्रभु जी, देवव्रत प्रभु, जजत प्रभु जी, जय श्री मित्रजित प्रभु, पल्ली सुशांत प्रभु जी, समस्त बहुत बहुत धन्यवाद। समस्त स्वागत करछे हमर स्पिरिचुअलिटी टाइम रे। तो माने सब बहुत बढ़िया गोटे मु काली जस्ट भाबुଥିଲି जे हमर प्रधानमंत्री गोटे गोटे ब्लेजर गोटे पिनथिले से जोडे कहथिले जे एटा वेस्टेज रु तयारी करा हैछ बोली, जदि आपण सुनिथिए कहले। नहीं ब्रो। हाँ, तो से गोटे ब्लेजर टे पिनथिले जोडे कि तांको माने किछ लोक मिसी सेटा गोटे वेस्टेज रु तयारी करिके तांको गिफ्ट करथिले आ से प्राउडली समस्त कहथिले जेडा एक्चुअली वेस्ट मैनेजमेंट रो सब बेस्ट एग्जांपल। तो प्रायतः ସମସ୍ତେ କ୍ରେଡିଟ ନିଅନ୍ତି ବା ସମସ୍ତେ ମାନେ ନିଜକୁ ଗର୍ବିତ ଅନୁଭବ କରନ୍ତି। ବା ସମସ୍ତେ ଏକନଲେଜ କରନ୍ତି, ଆପ୍ରିସିଏଟ କରନ୍ତି ଯଦି କୌଣସି ବି ବ୍ୟକ୍ତି ୱେଷ୍ଟେଜ ମଟେରିଆଲ ଯଦି କିଛି ସୁନ୍ଦର ଆଇଟମ ତିଆରି କରନ୍ତି। ୟେସ୍, ପ୍ରାୟତଃ ଦେଖିବାକୁ ଗଲେ ପ୍ରାୟତଃ ଦୁନିଆ ଯଦି ଦେଖିବାକୁ ଗଲେ ସମସ୍ତେ ଆ, ମାନେ ବହୁତ ପ୍ରାଉଡ ଫିଲ୍ କରନ୍ତି। ଟିକେ ରହୁଛି, ପ୍ରାୟତଃ ଦୁନିଆରେ ସମସ୍ତେ ସେମିତି କରନ୍ତି, କିନ୍ତୁ ଦେଖିବାକୁ ଗଲେ ପ୍ରଭୁପାଦ ଏତେ ବଢିଆ ଗୋଟେ ଗୁରୁଜୀ ଯିଏ କି ଗୋଟେ ୱେଷ୍ଟ ମାନେ ଯୋଉମାନେ କି ରିଜେକ୍ଟେଡ ପିସ୍ ଥିଲେ ଆମେରିକାର, କିଛି ରିଜେକ୍ଟେଡ ପିସ୍ ହିପିସ୍ କରୁନାହାନ୍ତି, ହିପିସ୍ ମାନଙ୍କୁ ନେଇକି ଗୋଟେ ସୁନ୍ଦର ଗୋଟେ ସଂସ୍ଥା ଷ୍ଟାର୍ଟ କରିଛନ୍ତି 1966 ମସିହାରେ। ସେଇଟା ହଉଛି କି ନା ଇସ୍କନ। ଯୋଉମାନଙ୍କୁ ସମାଜରୁ ରିଜେକ୍ଟ କରିଦେଇଥିଲେ, ଯୋଉମାନଙ୍କୁ ସରକାର ରିଜେକ୍ଟ କରିଦେଇଥିଲେ, ଯୋଉମାନଙ୍କୁ ଫ୍ୟାମିଲି ରିଜେକ୍ଟ କରିଦେଇଥିଲେ, ୱେଷ୍ଟ ମଟେରିଆଲ ମାନେ ହିପିସ୍, ପୁଅ ମାନେ ଝିଅ ମାନେ ଯାଉ ଘରୁ ବାହାର କରିଦେଇଥିଲେ, ସେମାନେ ନେଇକି ପ୍ରପାତ ଏତେ ସୁନ୍ଦର ଗୋଟେ ସୋସାଇଟି ତିଆରି କଲେ। ଆଉ ସେ ସୋସାଇଟିରେ କଣ ରଖିଲେ ନା I have made a such type of a home where the whole world can come into। ବୁଝିଲେ, ଏମିତି ଗୋଟେ ଘର ତିଆରି କରିଛି ଯୋଉଟା କି ପୁରା ଦୁନିଆ ଆଶ୍ରୟ ନେଇପାରିବ, ପୁରା ଦୁନିଆ ଆଶ୍ରୟ ନେଇପାରିବ। ମାନେ କୋଉ ମାନଙ୍କୁ ନେଇକି ତିଆରି କରିছে ସେ ଦୁନିଆଟା, ଘରଟା, ଯୋଉମାନେ ପୁରା ଘରୁ ବାହାରି ପଡିଥିଲେ, ସମାଜରୁ ବାହାରି ପଡିଥିଲେ, କଲଚରରୁ ବାହାରି ପଡିଥିଲେ। ତେଣୁକରି ମାନେ ଆମେ ଦେଖିଥିବା ଗୋଟେ ଫଟୋଟି, ସୁନ୍ଦର ଫଟୋଟି ଅଛି ଯୋଉଟା କି ଗୋଟେ ଲୋକ ନିଜର ମାନେ ଫ୍ୟୁଚର ନିଜେ ତିଆରି କରୁଛି। ଗୋଟେ ଅଧା ଷ୍ଟୋନ ଥିବ, ଗୋଟେ ପୁରା ଷ୍ଟୋନ ଥିବ, ସେ ଉପରେ ଗୋଟେ କାର୍ଭିଂ କରି କରି ଯାଉଥିବ, ଯଦି ଦେଖିଥିବେ କହିଲେ ହେଲା। ତ ଫାଷ୍ଟ ଯଦି ଦେଖିବେ ଲାକି କିନ୍ତି ତିଆରି କଲା ସେ ଫଟୋଟା ଯଦି ଦେଖିବେ, ସେ ଫଟୋରେ ବହୁତ ସାରା ଗଡବଡ ବି ଅଛି। ଫଟୋରେ ଅଧା ଦେଖା ହଉଛି, ଅଣ୍ଟାରୁ ତଳକୁ ପୁରା ପଛଟା ଅଛି, ଆଉ ଜଣେ ମାନେ ସେ ଯୋଉ ଶ୍ରେଣୀ ଆଉ ହାତୁଡ଼ି ଧରିକି କାର୍ଭିଂ କରୁଛି ଦେଖା ହଉଛି। ବଟ୍ ହାତ କୋଉଠି ଥିଲା ପ୍ରଥମେ କାର୍ଭିଂ କରିବା ପାଇଁ ଆଖି କୋଉଠି ଥିଲା କାର୍ଭିଂ କରିବା ପାଇଁ? କିଛି ନଥିଲା। ଅଧାରୁ ଦେଖୁଛନ୍ତି, ନିଜର କର୍ମ ଆମେ ନିଜେ ତିଆରି କରୁଛନ୍ତି। ୟେସ୍, ଆବସଲ୍ୟୁଟଲି ଆମେ ନିଜ କର୍ମ ନିଜେ ତିଆରି କରୁଛନ୍ତି। ନିଜର କର୍ମ ଯୋଗୁଁ ହିଁ ଆମେ ଯାହା ବି ଭୋଗୁଛନ୍ତି। ବଟ୍ ଭଲ କର୍ମ କେତେବେଳେ କରିପାରିବା, ଯେତେବେଳେ ଏମିତି ଜଣେ ଗୁରୁ ପାଖରେ ଥିବେ। ତ ଆମକୁ ସବୁଦିନ ଦେଖିବାକୁ ଗଲେ ସବୁଠୁ ବହୁତ ବଢିଆ ଜିନିଷ, ଗୁରୁ ଆମର କଣ କରନ୍ତି ନା ଯାହା ଯାହା ବେଷ୍ଟ ପାର୍ଟ ଅଛି ଆମର, କ୍ୟାରେକ୍ଟର ହଉ, ସ୍କିଲ ସେଟ୍ ହଉ, ଯାହାବି ଅଛି, ଗୁରୁଜୀ କଣ କରନ୍ତି ନା ସେଇଟାକୁ ବାହାର କରନ୍ତି। କାହିଁକିନା ସିଏ ଜାଣିଛନ୍ତି କଣ ବାହାର କରିବେ କୋଉଠୁ, है ना। ଯେମିତି ଦେଖିବାକୁ ଗଲେ କୋଉଠି ସୁନା ଅଛି ସେଟା ଜାଣିବା ପାଇଁ ହେଲେ ଗୋଟେ ଗୋଟେ ଡିପାର୍ଟମେଣ୍ଟ ଅଛି, है ना। ସେମାନେ ସେଟା ଷ୍ଟଡି କରନ୍ତି, ତାପରେ ଯାଇକି ସେଟାକୁ ସେ ମେଟାଲ ଗୁଡାକୁ ଖୋଜନ୍ତି, ତାପରେ ପ୍ରଫିଟ କେତେ ହବ, ଲସ୍ କେତେ ହବ, ଇନଭେଷ୍ଟମେଣ୍ଟ କେତେ ହବ, ସବୁ ଯାକ ଦେଖା କଲା ପରେ ସର୍ଚ୍ଚ ଆରମ୍ଭ କରନ୍ତି ବା ଖୋଦାଇ ଆରମ୍ଭ କରନ୍ତି, ସବୁ ଯାକ ଦେଖିବାକୁ ଗଲେ। ତ ଗୁରୁଜୀ ଯିଏ ଥିବେ ସିଏ କଣ କରନ୍ତି ନା ମଣିଷ ଭିତରେ ଯୋଉ ଭଲ ଗୁଣ ଗୁଡା ଅଛି, ସେ ଗୁଣ ଗୁଡାକୁ ଖୋଳି ଖୋଳି ବାହାର କରନ୍ତି। ମଣିଷ ଭିତରେ
ଯୋଉ ଭଲ ଗୁଣ ଗୋଟେ ଅଛି, ବିଶେଷ ରୂପରେ ଆଧ୍ୟାତ୍ମିକ ଗୁରୁ ମାନେ କଣ କରିବେ ନା ଆମ ଭିତରେ ସେମାନେ କିଛି ନା କିଛି ଗୋଟେ ଭଲ ଗୁଣ ଦେଖେ, ସେଇଟାକୁ ସେମାନେ କଣ କରିବେ ନା ବାରମ୍ବାର ଗୋଟେ ମାନେ ବହୁତ ବଡ ଗୋଟେ ପ୍ରଜ୍ୱଳିତ ଗୋଟେ ମାନେ କଣ ମସାଲ କରିକି ପୁରା ଦୁନିଆକୁ ନେଇକି ଦେଖେଇବେ, ଦୁନିଆକୁ ଆଲୋକିତ କରାଇବେ। କିଏ ସେଇଟା କରିପାରିବ? ଗୋଟେ ଆଧ୍ୟାତ୍ମିକ ଗୁରୁ କରିପାରେ, ଗୁରୁ କରିପାରିବ। ଯୋଉଟା କି ଆମ ପାଖରେ ଯାହା ବି ଭଲ ଗୁଣ ଅଛି। ତ ପ୍ରଥମେ କହୁଛନ୍ତି ଆମର ପ୍ରଥମ ଗୁରୁ ହଉଛନ୍ତି କିଏ? ମା। ହଁ ନା। ତାପରେ ଆସୁଛନ୍ତି ବାପା ମା ଦି ଜଣ ହେଇଯାଉଛନ୍ତି। ତ ତାପରେ ଆସନ୍ତି ଯୋଉଠି ଯିଏ ଯାହା ଶିଖେଇଲେ, ବଢି ଯାଉଛି। ତାପରେ ସ୍କୁଲରେ ଆସୁ ଶିକ୍ଷକ ମାନେ। ତ ଆମେ ପୁରା ଯଦି ଦେଖିବା କି ଲାଇନ ରେ ଆମ ଜୀବନରେ ଯେତେ ସାରା ଗୁରୁ ଆସୁଛନ୍ତି, ପ୍ରଥମ ଗୁରୁ ହଉଛନ୍ତି ଆମ ବାପା ମା। କେମିତି ଆମ ମା ଯୋଉ ଶିଖାନ୍ତି କେମିତି କଥା କୁହାଯାଏ, ଧୀରେ ଧୀରେ ଶିଖାନ୍ତି। ତାପରେ ଦାଦା ଖୁଡି ସମସ୍ତେ ମିଶିକିରି ସଂସ୍କାର ଯୋଉ ଦିଅନ୍ତି, କାହା ସହିତ କେମିତି କଥା କୁହାଯିବ ସେଇଟା ଶିଖାନ୍ତି। ବୁଝିଲେ? ଫାଷ୍ଟ କେମିତି କହିବା ଶିଖାନ୍ତି, ତାପରେ କାହା ସହିତ କେମିତି କଥା ହବ। ପ୍ରଥମେ ଦେଖିବାକୁ ଗଲେ ମମି କି ହେଲେ ପିଲା ଆମେ ଡାକି ଦେଇଥିବା ଆଣ୍ଟି ଲାଗି ଦେଇଥିବା, ବାବାକୁ ହେଲେ ଅଙ୍କଲ ଡାକି ଦେଇଥିବା, ଭାଇ କି ହେଲେ ଅଙ୍କଲ ଡାକିଥିବା ନା ନାଇଁ। କାହିଁକି ନା ପ୍ରଥମ ଖାଲି ଇମ୍ପୋର୍ଟାଣ୍ଟ ଥିଲା ଖାଲି କଥା କହିବା ଶିଖିବା ଦରକାର। କିନ୍ତୁ ବଡ ହେଲା ପରେ କାହାକୁ କଣ ଡାକେ ସେଇଟା ଆଉ ଥରେ ଶିଖା ହଉଛି, ଆଉ ଗୋଟେ ଟପିକ ଚାଲୁଛି। ମାନେ କହିଲେ ଇଏ ହଉଛି ବାବା, ଇଏ ହଉଛନ୍ତି ବାବା, ଇଏ ହଉଛନ୍ତି ମାମୁଁ। ପ୍ରଣାମ କଲେ ପ୍ରଣାମ କରେ, ସିଏ ହଉଛନ୍ତି ଅଙ୍କଲ। ପ୍ରଣାମ କରେ, ଇଏ ହଉଛନ୍ତି ଆଣ୍ଟି। ପ୍ରଣାମ କରେ, ଇଏ ହଉଛି ଜେଜେ। ବୁଝିଲେ? ତ ସେଇଟା ଶିଖା ହଉଛି ସେକେଣ୍ଡ ରେ। ତାପରେ ଧୀରେ ଧୀରେ ସ୍କୁଲ ଗଲା ପରେ ଅ ଆ ଶିଖା ହଉଛି, ଏ ବି ସି ଡି ଶିଖା ହଉଛି, ପଣିକିଆ ଶିଖା ହଉଛି। ସେଇଟା ଆସୁଛି ଜ ପାଇଁଲି ବା ସ୍କିଲ ସେଟ ପାଇଁଲି ଗୋଟେ ଜିନିଷ ଶିଖେଇ ଶିଖେଇଛି। ବୁଝିଲେ? ତ ଏମିତି ଯେତେ ଜାଗା ଜିଆ କଲେ ଆମେ ପୁରା ପୁରା ଜୀବନଟା ହଉଛି ଗୋଟେ ଲର୍ଣ୍ଣିଂ ପ୍ରୋସେସ, ପୁରା ଫୁଲ ଲାଇଫ ଟାଇମ। କିଏ କିଛି ଏମିତି ଶିଖଉଥିବେ, ସାନ ହେଇପାରନ୍ତି ବଡ ହେଇପାରନ୍ତି। ଇଭେନ ଏ ପ୍ରକୃତି ମଧ୍ୟ ବହୁତ ସାରା ଜିନିଷ ଶିଖଉଛି ଆମକୁ। ହଁ ଯୋଉଟା ଆମେ ଆଖିରେ ଦେଖୁଛନ୍ତି, ଦେଖିଲା ପରେ ଯଦି ଶିଖିପାରିବା କହିଲେ ପ୍ରକୃତି ମଧ୍ୟ ବହୁତ ସାରା ଜିନିଷ ଏମିତି ଶିଖଉଛନ୍ତି। ତ ଏ ସବୁ ଯାକ ହଉଛି କଣ ନା ଏ ଦୁନିଆ ଭିତରେ ରହିବା ପାଇଁ ହେଲେ ଶିଖଉଛନ୍ତି। ଓକେ, ବଞ୍ଚିବା ପାଇଁ ହେଲେ। କିନ୍ତୁ ଆଧ୍ୟାତ୍ମିକ ଗୁରୁ କାହା ବିଷୟରେ ଶିଖାନ୍ତି ନା ଆତ୍ମାକୁ ହିଁ ଦୁନିଆରେ କେମିତି ବାହାର କରାଯିବ। ଆଧ୍ୟାତ୍ମିକ ଗୁରୁ କଣ ଶିଖାନ୍ତି? ଆତ୍ମାକୁ ହିଁ କେମିତି ବାହାର କରିପାରିବେ, ଏ ଯୋଉ ବନ୍ଧନ ଅଛି ଏ ବନ୍ଧନରୁ କେମିତି ବାହାର କରିବେ ସେଇଟା କିଏ ଶିଖେଇବେ? ଆଧ୍ୟାତ୍ମିକ ଗୁରୁ ଶିଖେଇବେ। ଆଧ୍ୟାତ୍ମିକ ଗୁରୁ ଯିଏକି ଗୋଟେ ଆତ୍ମାକୁ ଶିଖେଇବେ ପରମାତ୍ମା ସହିତ କେମିତି ମାନେ ଯୋଉ ପୁଣି ଥରେ ଯୋଉ ସମ୍ପର୍କଟାକୁ ସ୍ଥାପନ କରିବା ପାଇଁ। ବୁଝିଲେ? ସମ୍ପର୍କଟାକୁ ପୁଣି ଥରେ ଯୋଉ ସମ୍ପର୍କଟା କଟି ଯାଇଛି କିଛି କାରଣ ଯୋଗୁ, ସେ କାରଣ ହଉଛି କାମ, କ୍ରୋଧ, ଲୋଭ। ଏ ତିନିଟା କାରଣ ଯୋଗୁ ଭଗବାନ ସହିତ ଆମ ସମ୍ପର୍କ କଟି ଯାଇଛି। ପୁଣି ଥରେ ଯେତେବେଳେ ଆମ ଜୀବନରେ ଆଧ୍ୟାତ୍ମିକ ଗୁରୁ ଆସନ୍ତି, ସେମାନେ କଣ କରନ୍ତି ନା ତାଙ୍କର ପ୍ରୋଜେକ୍ଟ ହଉଛି ଏ ତିନିଟାକୁ ଉଠେଇବା ପାଇଁ। କାମ, କ୍ରୋଧ, ଲୋଭ। ଏ ତିନିଟା ଆମର ସବୁ ଜାଗାରେ ଆମେ ମାନେ ଏଇଟା ଭଲରେ ଆମେ ଚର୍ଚ୍ଚା କରିବା। କିନ୍ତୁ ଏବେ ଦେଖିବା ଏ ତିନିଟା ଯୋଗକୁ ଆମେ କଣ କରୁଛନ୍ତି ନା ଭଗବାନ ଭୁଲି ଯାଉଛନ୍ତି, ଦୁନିଆକୁ ଭୁଲି ଯାଉଛନ୍ତି। ତ ଗୁରୁ ମହାରାଜ କଣ କରନ୍ତି? ଆଧ୍ୟାତ୍ମିକ ଗୁରୁ ବିଶେଷ ରୂପରେ ଏ ତିନିଟାକୁ ସେ ବାହାର କରିଦେବେ। ଏ ତିନିଟାକୁ ବାହାର କରି ଯେତେବେଳେ ଆମର ପ୍ରପାତ କହୁଛନ୍ତି ଯେ ଇସ୍କନର ଚାରିଟା ନିୟମ, ଏଇଟା ଇସ୍କନର ନୁହଁ। ଏଇଟା ଭଗବାନ ପ୍ରଥମରେ କହିଛନ୍ତି ଦୟା, ତପସ୍ୟା, ସ୍ୱଚ୍ଛତା। ହ ନା ଦୟା, ତପସ୍ୟା, ସତ୍ୟତା। ଏ ଚାରିଟା ଯୋଉ ପିଲର, ଚାରିଟା ଧର୍ମର ଅଛି। ଧର୍ମ ଯୋଉ ଚାରିଟା ପିଲର ଅଛି, ସେ ଚାରିଟା ଜିନିଷ କୁହାଯାଇଛି। ଯୋଉଟା ଭଗବାନ ଅଲରେଡି କହିଛନ୍ତି। ତ ଯେମିତି ଆମେ ମାନେ ଆମିଷ ଖାଇବାକୁ ନାହିଁ, ସେଟା ଦୟା ପଳେଇ ଆସିଲା। ହଁ ନଶା ନାଇଁ। ତ ଏ ଚାରିଟା ଯେତେବେଳେ ପ୍ରପାତ କହୁଛି ଏ ଚାରିଟା କରିବାକୁ ନାହିଁ, ତାର ମୂଳ ଲକ୍ଷ୍ୟ ହଉଛି କଣ? ବନ୍ଧନ ନୁହଁ, ମୂଳ ଲକ୍ଷ୍ୟ ହଉଛି କଣ ନା ଆମେ ସୁରକ୍ଷିତ ରହିବା। ଗୋଟେ ପିଲାକୁ କହୁଛନ୍ତି ନା ମାସ୍କ ପିନ୍ଧିକି ଯା, ସେଇଟା ପିଲାକୁ ଲାଗୁଛି ବନ୍ଧନ ହେଲି। ନାଇଁ ସେଇଟା ସୁରକ୍ଷିତ ରହିଲେ ସେ ପାଠ ପଢା ପଢି କରିପାରିବ। ଯେତେବେଳେ ଆମେ କହୁଛେ ହେଲମେଟ ପିନ୍ଧିକି ଯା, ଆମେ ସୁରକ୍ଷିତ ରହିଲା ପରେ ବାକି କାମ କରିପାରିବା। ଯଦି ଆମର ମାନେ ମଥା ହିଁ ସୁରକ୍ଷିତ ନାହିଁ, କେତେବେଳେ କଣ ପଡିଗଲା, ଆକ୍ସିଡେଣ୍ଟ ହେଇଗଲା, ସରିଗଲା, ତାହେଲେ ଆମେ କେମିତି ଅନ୍ୟ କାମ କରିପାରିବା, ଅନ୍ୟ ଦାୟିତ୍ୱ କେମିତି ନେଇପାରିବା। ତ ଯେତେବେଳେ ଲାଗୁଛି ହେଲମେଟ ପିନ୍ଧିବାକୁ ଆଉ ଭଲ ଲାଗୁନି, ମାସ୍କ ପିନ୍ଧିବାକୁ ଆଉ ଭଲ ଲାଗୁନି, ୟୁନିଫର୍ମ ପିନ୍ଧିବାକୁ ଭଲ ଲାଗୁନି, ବୁଟ ସେଫ୍ଟି ବୁଟ ପିନ୍ଧିବାକୁ କାହାକୁ ଭଲ ଲାଗୁନି, ବଟ୍ ଏ ସବୁ ଯାକର ମୂଳ କାରଣ ହଉଛି କଣ ନା ସୁରକ୍ଷିତ ରହିବାଟା। ଯେତେବେଳେ ଆମେ ସୁରକ୍ଷିତ ରହିବା, ତାପରେ ଆମେ କିଛି ପ୍ରଡକ୍ସନ କରିପାରିବା। କି ସମାଜକୁ କଣ୍ଟ୍ରିବ୍ୟୁଟ କରିପାରିବା। ତେଣୁକରି ଆଧ୍ୟାତ୍ମିକ ଗୁରୁ ଯେତେବେଳେ ଆମେ କହୁଛନ୍ତି ଏଇଟା କରନି ସେଇଟା କରନି, ତା ସହିତ କହୁଛନ୍ତି କଣ କଣ କରିବା ପାଇଁ ମଧ୍ୟ। ତ ଗୋଟେ ଯୋଉଟା କରିବାକୁ ନାହିଁ କରୁଛନ୍ତି, ସେଥିରେ ମୂଳ ଲକ୍ଷ୍ୟ ହଉଛି କଣ ଆମେ ସୁରକ୍ଷିତ ରହିବା। ତାପରେ ଆମେ ଯେତେବେଳେ ମାଳା କରୁଛନ୍ତି, ସେଇଟା ଆମର କଣ ହଉଛି ନା ଭଗବାନ ସହିତ ଯୋଉ ସମ୍ପର୍କ କଟି ଯାଇଛି, ସେ ସମ୍ପର୍କ ପୁଣି ଥରେ ସ୍ଥାପନ ହେଇଯାଉଛି।
ଏମିତି ସୁନ୍ଦର ଗୋଟେ କଥା ଆସୁଛି। ଆଗ କାଳରେ ଥିଲା ମାନେ ଅ ବାହାଘର ଯୋଉ ଥିଲା, ବାଲ୍ୟ ବିବାହ। ଗୋଟେ 5 ବର୍ଷର ଝିଅଟେ ହେଇଥିବ, ଆଉ ଗୋଟେ 8 ବର୍ଷର ପୁଅଟେ କି 10 ବର୍ଷର ପୁଅଟେ ହେଇଥିବ, ସେମାନେ ବାହାଘର କରାହେଇଯିବ। କିଏ କିଛି ଜାଣିନାହାନ୍ତି, ସେ ପୁଅ କିଛି ଜାଣିନାହାନ୍ତି, ସେ ଝିଅ କିଛି ଜାଣିନି। ହଁ ନା, ବା ତାଠୁ ଆହୁରି କମ ବୟସର ପୁଅ ଝିଅ ବାହା କରୁଥିଲେ। ତାପରେ ସେ ପୁଅ ପିଲାଟା ନ୍ୟାଚୁରାଲି ଘରକୁ ଆସୁଥିଲା, ସେ ଝିଅ ପିଲାଙ୍କ ସହିତ ମାନେ ଘରୁ ଜଷ୍ଟ ଆସୁଥିଲେ। ତାପରେ ସିଏ କହିବେ, ଏ ବୋଉ ସେ ଢେଲା ପଳେଇ ଆସିଥିଲା, ଢେଲା 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 ଆସିଲା ବୋଲି କହେ। ତାପରେ କହିବେ ଏ ଚେପି, ଏ ଚେପି କହିଲେ ଦି ଜଣ ଯାକ ବାଡା ପିଟା ହଉଥିବେ। ସେ ଝିଅ ଆଉ ସେ ପୁଅ ଦି ଜଣ ଯାକ ଦେଖିବେ ଜବରଦସ୍ତ ବାଡା ପିଟା ହଉଥିବେ। ଆକୁ ମୁଁ କେବେ ଯିବିନି, ଆ ଘରୁ ମୁଁ କେବେ ଯିବିନି। ସେ ଝିଅ ଏମିତି କହୁଥିବ, ବୋଉ ମତେ ଏଇ ଦରକାର ନାହିଁ, ଏଇଟା ଚଣ୍ଡିଟା ଗୋଟେ। ମାନେ ଦେଖିବେ, ଝଗଡା ନ୍ୟାଚୁରାଲି ଝଗଡା କରୁଥିଲେ ପୁଅଟି ଝିଅଟି। କିନ୍ତୁ ସେଇଠି ବାପା ମାର ମୂଳ ଲକ୍ଷ୍ୟ ଥିଲା କଣ, ନା ମୋ ପିଲା ଆଉ କାହା ସହିତ ଯାଇକି ଏକ୍ସପୋଜ ନ ହଉ। ସେ ପୁଅକୁ ଏ ଝିଅକୁ ଦେଖିକି ହିଁ ବଡ ହୁଅନ୍ତୁ। ତାପରେ କହିଲେ ତାକୁ ପାଣି ଟିକେ ଦଉ, ପାଣି ଟିକେ ଦଉ। ନା ନାଇଁ ମୁଁ ଯିବିନି ପାଣି ଦବାକୁ, ମୋ ସୁନା ଝିଅଟା ନେ ଯା ଟିକେ ପାଣି ଦେଇଦଉ ଯା, ଯା 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 ଭାଇ ପାଣି ଟିକେ ଦେଇଦଉ। ନାଇଁ ମୁଁ ଯିବିନି, ନେ ଟିକେ। ସେ ମନା କରୁଥିବ କିନ୍ତୁ ମା କହୁଥିବ ନାଇଁ ନାଇଁ ତୁ ନେ। ମା ଦେଇପାରେ ସହଜରେ, କିନ୍ତୁ ମା ଚାହୁଁଛି କଣ, ନା ସେ ପୁଅ ପ୍ରତି ମୋ ଝିଅ ମନରେ ଧୀରେ 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 ସେ ଭାବନା ଆସୁ, ଆକର୍ଷଣ ଆସୁ। ତ ତାପରେ କଣ କରିବି, ଧୀରେ ଧୀରେ ବଡ ହେଇଗଲା ପରେ ସେ ଝିଅଟା ସବୁ ଯାକ କାମ କାହା ଅଣ୍ଡରରେ କରୁଛି, ଗାଇଡେନ୍ସ ରେ, ନା ମା ର ଗାଇଡେନ୍ସ ରେ। ଧୀରେ ଧୀରେ ଯେତେବେଳେ ବୟସ ପଳେଇ ଆସୁଛି, ବାହାଘର ବୟସ ପଳେଇ ଆସୁଛି, ସିଏ ନିଜେ ତା ମାଆ କୁ କହୁଛି, ମା ଆଜି ତାଙ୍କେ ଆସୁଛନ୍ତି, ମୁଁ ଆଜି ରୋଷେଇ କରିଦେବି। ତ ଦେଖିବାକୁ କହିଲେ ସେ ଝିଅ ପୁରା ଘର ସଫା କରିଥିବେ, ହଁ ନା, ନିଜକୁ ସୁସଜ୍ଜିତ ଥିବେ, ବଢିଆ ଟେଷ୍ଟି ପ୍ରସାଦ ମୁଁ ରୋଷେଇ କରିଥିବେ। ତାପରେ ସେ ପୁଅ ପିଲା ଆସିଲା ପରେ ସେ ବହୁତ ବଢିଆ ମାନେ ଲାଜର ସହିତ ବଢିଆ ସୁନ୍ଦର ଭାବେ ସର୍ଭିଂ କରିବେ। ଆଉ ଯୋଉଟା କି ପିଓର ଭଲ ପାଇବା ଥିବ। କିନ୍ତୁ ପ୍ରଥମେ ଦେଖିବାକୁ ଗଲେ ନଥିଲା କିଛି ହେଲେ। ତାପରେ ଏମିତି ହେଇଯାଉଛି କିଛି ଦିନ ଗଲା ପରେ, ସେ ଝିଅ କହୁଛି ସେ ପୁଅ ବିନା ବଞ୍ଚି ପାରିବେ ନାହିଁ। ଦି ଜଣ ଯାକ ଗୋଟେ ଘରେ ଜନ୍ମ ହେଇ ନଥିଲେ, ଗୋଟେ ଘରେ ଜନ୍ମ ହେଇ ନଥିଲେ, କିଏ କୋଉଠି ଅଲଗା ଅଲଗା ଜନ୍ମ ହେଇଛନ୍ତି। ବଟ୍ ସେ ଯୋଉ ସେମାନଙ୍କ ଭିତରେ ଯୋଉ ଭଲ ପାଇବାଟା ଧୀରେ 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 କଣ ହେଇଛି ନା ବହୁତ ଷ୍ଟ୍ରଙ୍ଗ ଗୋଟେ ବଣ୍ଡିଙ୍ଗ ରେ ପରିଣତ ହେଇଯାଇଛି। ଆଉ ଏଇଟା କରିଛନ୍ତି କି ନା ବାପା ମା। ତ ସେମିତି ଆମ ସମସ୍ତଙ୍କର ଗୋଟେ ସ୍ୱାଭାବିକ ରୂପରେ ଭଲ ପାଇବା ଅଛି ଜଗନ୍ନାଥଙ୍କ ପ୍ରତି। ବଟ୍ କୌଣସି କାରଣବଶତଃ ଯୋଉଟା କହିଲି କାମ, କ୍ରୋଧ, ଲୋଭ, ଏ କାରଣବଶତଃ ସେଇଟା କଣ ହେଇଛି ନା ହଜି ଯାଇଛି। ତ ଆମ ଗୁରୁ ମହାରାଜ କଣ କରନ୍ତି, ନା ସେ ସମ୍ପର୍କଟା ପୁଣି ଥରେ କରିବାକୁ, ଆମର ମାଳା କୁ ଇଚ୍ଛା ନାହିଁ, ଗୁରୁ ମହାରାଜ କହିଛନ୍ତି ମାଳା କର। ଆମର ବାହାରେ ଖାଇବାକୁ ପ୍ରବଳ ଇଚ୍ଛା ଅଛି। ଆମିଷ ଖାଇବାକୁ ପ୍ରବଳ ଇଚ୍ଛା ଅଛି, ପିଆଜ ରସୁଣ ଖାଇବାକୁ ବହୁତ ପ୍ରବଳ ଇଚ୍ଛା ଅଛି। ସବୁ ଜିନିଷ ଖାଇବାକୁ ଇଚ୍ଛା ଅଛି, ଗୁରୁ କହୁଛନ୍ତି ନାଇଁ ନାଇଁ ଭଗବାନ ଭୋଗ ଲଗେଇ ଖାଅ। ଆମର ଇଚ୍ଛା ନାହିଁ ବିଲକୁଲ ଭୋଗ ଲଗେଇବା ପାଇଁ, କିନ୍ତୁ ଗୁରୁ କହିଛନ୍ତି ନାଇଁ ନାଇଁ ଭୋଗ ଲଗେଇ ଖାଅ। ଏ ସବୁଯା ପଛରେ ମୂଳ ଲକ୍ଷ୍ୟ କଣ, ନା ଯୋଉ ଆମର ସମ୍ପର୍କଟା ହଜି ଯାଇଛି ସେ ସମ୍ପର୍କଟା ପୁଣି ଥରେ ଏଷ୍ଟାବ୍ଲିଶ କରିବା ପାଇଁ। ସକାଳୁ ଉଠିବାକୁ ଇଚ୍ଛା ନାହିଁ ମଙ୍ଗଳ ଆରତି କରିବା ପାଇଁ, ଉଠିଲେ ଧୂପ କାଠି ଦେଖିବାକୁ ଇଚ୍ଛା ନାହିଁ, ସିଗାରେଟ ପିଇବାକୁ ବହୁତ ସହଜ। ସେଇଥିରେ ଧୂଆଁ ବାହାରୁଛି, ମୁଁ ବହୁତ ସାରା ସିଗାରେଟ ଟାଣି ପାରିବି, କିନ୍ତୁ ଅଗରବତୀ ଦିଟା ଧରି ବୁଲା 2 ମିନିଟ କହିଲେ ନାଇଁ ନାଇଁ ମୋ ପାଖରେ ଟାଇମ ନାହିଁ। ତ ଦେଖିବାକୁ ଗଲେ ଟୋଟାଲି ଆମେ ମାନେ ପ୍ରତ୍ୟେକ ଜାଗାରେ ଆମେ ମନା କରୁଛନ୍ତି ମନା କରୁଛନ୍ତି ମନା କରୁଛନ୍ତି, କିନ୍ତୁ ଗୁରୁଜୀ କଣ କରୁଛନ୍ତି, ତ ବଢିଆ ଗୋଟେ ଗୁରୁବାଷ୍ଟକ ସେଥିରେ କୁହା ହଉଛି, ଶ୍ରୀ ବିଗ୍ରହ ଆରାଧନ ନିତ୍ୟ ନାନା ଶୃଙ୍ଗାର ତନ୍ମନ୍ଦିର ମାର୍ଜନାଦୋ युक्ताश्च भक्तांश्च नियुञ्जतोऽपि वन्दे गुरु श्री चरणारविन्दम्। ତ ଗୁରୁଜୀ କଣ କରନ୍ତି, ଶ୍ରୀ ବିଗ୍ରହ ଆରାଧନା, ଠାକୁରଙ୍କର ସେବା କରିବା କିଏ ଶିଖାନ୍ତି ନା ଗୁରୁ ଶିଖାନ୍ତି। ତାପରେ ମନ୍ଦିର ସଫା କରିବା କିଏ ଶିଖାନ୍ତି, ଗୁରୁ ଶିଖାନ୍ତି। ମନ୍ଦିର ଯଦି ଥିବ ଭଗବାନଙ୍କର ହଣ୍ଡା ହଣ୍ଡି ଥିବ ରୋଷେଇ ପାଇଁ, ପ୍ଲେଟ ଥିବ ଆରତି ପ୍ଲେଟ, କପଡା, ଏଗୁଡା ସବୁ ଯାକ ସଫାସଫି କରିବା ପାଇଁ କିଏ କୁହନ୍ତି, ନା ଗୁରୁଜୀ କୁହନ୍ତି। ହେଲା, ଏ ସବୁ କହିବାର ମୂଳ ଲକ୍ଷ୍ୟ ହଉଛି କଣ, ନା ଧୀରେ 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 ଆମେ ଆମର ସମ୍ପର୍କଟାକୁ, ଗୁରୁଙ୍କର ଗୋଟେ ହିଁ ଲକ୍ଷ୍ୟ ଥାଏ, ସେ କଣ ନା ଯୋଉ ଆତ୍ମା ମାନେ ଭଗବାନ ମୋ ପାଖକୁ ପଠେଇଛନ୍ତି, ସେ ଆତ୍ମା ଭଗବାନ ସହିତ କେମିତି ପୁଣି ଥରେ ଯୋଡି ହେଇଯିବ। ତାପରେ ଧୀରେ ଆମର ପ୍ରଥମ କଣ ଇଚ୍ଛା ନଥିବ, ଧୀରେ ଧୀରେ ଆମେ ଯେତେବେଳେ କରି କରି ଯାଉଛନ୍ତି, ସେଥିରେ ଧୀରେ 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 କଣ ଆସିବ, ନା ମୁଁ କରିବି, ଭଲ ଲାଗୁନି ବଟ୍ ମୁଁ କରିବି। ପ୍ରାୟତଃ ଦେଖିବାକୁ ଗଲେ ଘରେ ମା ମାନେ ଏମିତି ବହୁତ ସାରା କାମ ଅଛି ନ କଲେ ରହିପାରିବେନି, ତା ଅର୍ଥ ନାହିଁ ସେମାନଙ୍କୁ ଇଣ୍ଟରେଷ୍ଟ ଲାଗୁଛି, ବଟ୍ ନ କଲେ ରହିପାରିବେନି, ବିଲକୁଲ ରହିପାରିବେନି, ବୁଢୀ ହେଇଗଲା ପର୍ଯ୍ୟନ୍ତ କରୁଛନ୍ତି, ନ କଲେ ରହିପାରିବେନି। ଯେମିତି ଘର ସଫା କରିବାଟା ଚାନ୍ସ ନାହିଁ, ତାଙ୍କୁ କହିବେ ବୋଉ ତୁ ବୁଢୀ ହେଇଗଲୁଣୁ କରନା, ନା ନାଇଁ ହବନି ତ, ମଲା ପର୍ଯ୍ୟନ୍ତ କରିବେ।
ତ ସେଠି କଣ ନା ନିଷ୍ଠା ପଳେଇ ଆସିବ, ନ କଲେ ରହିପାରିବନି। ତାପରେ ସେଠି ଟେଷ୍ଟ ମଧ୍ୟ ଆସିବ, ରୁଚି। ସେ ଜିନିଷ କଲେ ଆହୁରି ମଜା ଲାଗିବ। ତାପରେ ବିଭିନ୍ନ ପ୍ରକାର ଆଇଡିଆ ଆସିବ। ରୁଚି ଅର୍ଥ ହଉଛି ଏମିତି କରିନି ମୁଁ, ଏମିତି ହେଲେ ଡ୍ରେସିଂ କରିପାରିବି। ୟୁଟ୍ୟୁବରୁ ରେସିପି ବାହାର କରି ମୁଁ ଜଗନ୍ନାଥ ପାଇଁ ଭୋଗ ଲଗେଇବି। ବୁଝିଲେ, ପ୍ରଥମେ ଭୋଗ ଲଗେଇଟା ଇଚ୍ଛା ନଥିଲା। ଏବେ କଣ କହୁଛନ୍ତି ନା କଣ କଣ ଆଇଟମ ମୁଁ ଜଗନ୍ନାଥ ପାଇଁ କରିପାରିବା। ତାପରେ ଖାଲି ଏକୁଟିଆ ନେଇ ସାଙ୍ଗସାଥି କୁହାଯାଏ ଆମ ଘରେ ଆଜି ଜଗନ୍ନାଥ ଛପନ ଭୋଗ ଲାଗୁଛି, ଆପଣ ହେଲେ କିଛି ରୋଷେଇ କରି ଆଣୁନାହାନ୍ତି। ବୁଝିଲେ, ତାପରେ କାହାକୁ କେତେବେଳେ କଣ ମାଗିକି କରିଦେଇଥିବେ ଜଗନ୍ନାଥ ପାଇଁ ହେଲେ। ତ ଦେଖିବାକୁ ଗଲେ ଯୋଉଟା ବିଲକୁଲ ନଥିଲା ଭଲ ପାଇବା, ହଁ ନା, ସେ ଝିଅ ପିଲା ଯେତେବେଳେ ପୁରା ପଳଉଛି ଶାଶୁରୁ, ତା ପଛରେ ମା ତୁ କେବେ ଆସିବୁ, ନା ମୁଁ ଏଇଠୁ ଯାଇପାରିବି ନାହିଁ, ବହୁତ ସାରା ଦାୟିତ୍ୱ ଅଛି, ମୁଁ ପଳେଇଲା ପରେ ଆଙ୍କୁ କିଏ ଖାଇବାକୁ ଦବ, ମୋ ଶାଶୁ କିଏ ଖାଇବାକୁ ଦବ, ମୋ ଶ୍ୱଶୁର କିଏ ଖାଇବାକୁ ଦବ। ଯୋଉ ବାପା ମାଙ୍କୁ ଛାଡିଲେ ସେ ଗୋଟେ ସେକେଣ୍ଡ ବଞ୍ଚି ପାରୁନଥିଲେ, ବର୍ତ୍ତମାନ ସେ ବାପା ମା ସେ କଣ କହୁଛନ୍ତି ନା ମୋ ଶାଶୁ ଶ୍ୱଶୁର ଛାଡିଲେ ରହିପାରିନି। ପ୍ରଥମେ ଦେଖ ପିଲା ମାଆକୁ ଛାଡିଲେ ରହିପାରୁନଥିଲା, କିନ୍ତୁ କିଛି ବର୍ଷ ଗଲା ପରେ ମୋବାଇଲ ଛାଡିଲେ ରହିପାରୁନି। ତ ସିମିଲାରଲି ଆମେ ମଧ୍ୟ କରିପାରିବା। ଯୋଉ ଭଗବାନ ଆମର ହୃଦୟରେ ଯୋଉ ଭଗବାନଙ୍କ ପାଇଁ ବିଲକୁଲ ଭଲ ପାଇବା ଆସୁନି, ଯୋଉ ହରି ନାମ ପ୍ରତି ବିଲକୁଲ ଇଚ୍ଛା ହିଁ ନାହିଁ, ଯୋଉ ଶାସ୍ତ୍ର ପ୍ରତି ବିଲକୁଲ ଇଚ୍ଛା ହିଁ ନାହିଁ, ଅନୁରାଗ ହିଁ ନାହିଁ, ଏମିତି ଗୋଟେ ଦିନ ଆସିବ ଯୋଉଟା ଆମେ ଛାଡିଲେ ରହିପାରିବା ନାହିଁ। ଯଦି ପିଲା ମାଆକୁ ଛାଡି ରହିପାରୁଛି ମୋବାଇଲ ଦ୍ଵାରା, ଯଦି ଗୋଟେ ପିଲା ବାହା ହେଲା ପରେ ବାପା ମାଆକୁ ଛାଡି ଶାଶୁ ଶ୍ୱଶୁର ସହିତ ରହିପାରୁଛି, ହଜବେଣ୍ଡ ସହିତ ରହିପାରୁଛି, ଆମେ ମଧ୍ୟ କାହିଁକି ରହିପାରିବାନି ଭଗବାନ ସହିତ। ଆମେ ମଧ୍ୟ କାହିଁକି ହରିନାମ ସହିତ ରହିପାରିବାନି। ଆମେ ମଧ୍ୟ କାହିଁକି ଭଗବାନଙ୍କ ସେବା ସହିତ ରହିପାରିବାନି, ଶାସ୍ତ୍ର ସହିତ ରହିପାରିବାନି, 100% ରହିପାରିବା। ବଟ୍ ଏଇଠୁ ଏତିକି ଯୋଉ ଟ୍ରାନ୍ସଫର୍ମ ହବ, ଯୋଉଟା ରୁଚି ନଥିଲା ସେ ରୁଚି ଯୋଉ ଆଣିବାଟା, ଏଇଟା ହଉଛି ବହୁତ ବଡ ଗୋଟେ ପ୍ରୋଜେକ୍ଟ। କାହା ପାଇଁ, ନା ଗୁରୁଙ୍କ ପାଇଁ। ଗୁରୁଙ୍କର ସବୁଠୁ ବଡ ପ୍ରୋଜେକ୍ଟ, ଗୁରୁ ଦିବସ କହୁଛନ୍ତି ବା ଗୁରୁ ପୂର୍ଣ୍ଣିମା କହୁଛନ୍ତି ବା ବ୍ୟାସ ପୂର୍ଣ୍ଣିମା କରୁଛନ୍ତି, ତାର ମୂଳ ଲକ୍ଷ୍ୟ ହଉଛି ସେ ଗୁରୁ ଯିଏକି ମୋ ଜୀବନରେ ମତେ କାହା ସହିତ ଯୋଡି ଦଉଛନ୍ତି, ନା ମୋ କଳା ଠାକୁରଙ୍କ ସହିତ। ତେଣୁକରି ସିଏ ହଉଛି ମୋ ପାଇଁ ବହୁତ ହେଲେ ବହୁତ ବିଶେଷ। ତାଙ୍କ ଜୀବନ ଆମେ କେବେ ହେଲେ ତାଙ୍କ ଋଣ ଆମ ଜୀବନରେ କେବେ ମଧ୍ୟ ସୁଝି ପାରିବା ନାହିଁ। ଯେମିତି ଗୋଟେ ସୁନ୍ଦର ଏକ୍ଜାମ୍ପଲ ଟା ଗୋଟେ ଆମେ କାଲି ପିଲାଙ୍କ ସହ ଡିସ୍କସନ କରୁଥିଲୁ। ଆ ଦିଟା ପଥର ଏକ୍ଜାମ୍ପଲ ଟା ଆମେ ଶୁଣିଥିଲେ। ଗୋଟେ ପଥର କଣ ହେଇଛି, ମାନେ ଦି ଜଣ ପଥର କଥା ହଉଛନ୍ତି, କହିକି ଦେଖେ ତତେ ମନ୍ଦିରରେ ମାନେ ବହୁତ ବଢିଆ କ୍ଷୀର ଘିଅ ବଢିଆ ସୁନ୍ଦର ଚନ୍ଦନ ଲଗେଇକି ବଢିଆ ସୁନ୍ଦର ଅଭିଷେକ କରୁଛନ୍ତି, ଫୁଲ ହାର ପିନ୍ଧୁଛନ୍ତି, ତାପରେ ଆରତି କରୁଛନ୍ତି, ଡ୍ରେସିଂ କରୁଛନ୍ତି, ଖାଇବାକୁ ଦଉଛନ୍ତି। କିନ୍ତୁ ମତେ ଦେଖେ ମୋର ଅବସ୍ଥା କଣ ହେଇଛି, ଆସି ମୋ ଉପରେ ଗୋଡ ଗୋଡ ମାନେ ଗୋଡ ଘଷି ଯାଉଛନ୍ତି। ବୁଝିଲେ, ମୋର ଅବସ୍ଥା କଣ ହେଇଛି ଦେଖେ, ତୋର ଅବସ୍ଥା କଣ ହେଇଛି। କହିଲେ ସେ ପଥର କହୁଛି ଦେଖେ ଆମେ ଦି ଜଣ ଯାକ ଗୋଟେ ଖଣିରୁ ବାହାରିଛନ୍ତି, ଆଉ ଯୋଉ କାର୍ଭିଂ ଥିଲେ ସେ ତତେ ଯେତେବେଳେ ମାରିଲେ ଶେଣି ହାତରୁ ନେଇକି, ତାଙ୍କ ହିସାବରେ ତୁ କଟିଲୁ ନାହିଁ, ତୋ ହିସାବରେ ତୁ କଟିଲୁ। କିନ୍ତୁ ଯେତେବେଳେ ମତେ କାଟିବା ଆରମ୍ଭ କଲେ ମୁଁ ଚୁପଚାପ ରହିଲି। ମୁଁ ତାଙ୍କୁ ଏଲାଉ କଲି ତାଙ୍କ ହିସାବରେ ମତେ କାଟନ୍ତୁ, ତାଙ୍କ ହିସାବରେ କାଟନ୍ତୁ। ମତେ ବି ବହୁତ କଷ୍ଟ ହଉଥିଲା, ହଁ ନା ନାଇଁ। ସେ ଧୀରେ ଧୀରେ କାଟିଲେ, ତାପରେ କାଟିଲେନି, ତାପରେ ତୁ ପଲିସ ପେପର ଆଣି ଘଷିଲେ, ଗ୍ରାଇଣ୍ଡିଙ୍ଗ କରି ତାପରେ ମାନେ ସେ ଚମକେଇଛନ୍ତି। ମୁଁ ଖାଲି ଧୀର ରହିଛି। ଚମକେଇ କାମଟା କିଏ କରିଛନ୍ତି, ନା ଗୁରୁଜୀ ହିଁ କରିଛନ୍ତି। ମୁଁ କିଛି କରିନି, ମୁଁ ଜଷ୍ଟ ଗୋଟେ ଜିନିଷ କରିଛି, ସିଏ ଜାଣିଛନ୍ତି ମତେ କଣ କରୁଛନ୍ତି, ମୋ ଭିତରୁ ସିଏ କଣ ଟା ବାହାର କରି ସିଏ ଜାଣିଛନ୍ତି। ମୁଁ ଚୁପଚାପ ରହିଲି। ସିଏ କାର୍ଭିଂ କରି ଚାଲିଲେ, କଟିଂ କରି ଚାଲିଲେ, ତାପରେ ଯୋଉଠି ଯୋଉଟା ମାନେ ଯୋଉ ବେକାର ଜିନିଷ ଗୁଡା ଥିଲା ସେ ୱେଷ୍ଟେଜ ପାର୍ଟ ଗୁଡା ବାହାର କରି ଆଣିଲେ। ତାପରେ ପାଣି ପକେଇକି ଗ୍ରାଇଣ୍ଡିଙ୍ଗ କଲେ, ମାନେ ପଲିସିଂ କଲେ। ତାପରେ ମିରର ପଲିସିଂ କଲେ, ତାପରେ ଡ୍ରେସ ଆଣି ଗୋଟେ ପିନ୍ଧିଲେ, ତାପରେ ମାନେ ସରି କ୍ଷୀର ଅଭିଷେକ କଲେ, ଘିଅ ଅଭିଷେକ କଲେ, ମହୁ ଅଭିଷେକ କଲେ, ତାପରେ ଡ୍ରେସ ଗୋଟେ ପିନ୍ଧିଲେ, ତାପରେ ତିଲକ ଗୋଟେ ସୁନ୍ଦର କାଟିଲେ, ତାପରେ ଦେଖିଲେ ଚୁଟି ମଧ୍ୟ ପିନ୍ଧେଇ ଦେଲେ, ତାପରେ କାନର ପିନ୍ଧେଇ ଦେଲେ। ଏ ସବୁ ଯାକ କିଏ କରିଛନ୍ତି, ନା ସେ ମୂର୍ତ୍ତିକାର କରିଛନ୍ତି। କିନ୍ତୁ ମୁଁ ଜଷ୍ଟ ଗୋଟେ ଜିନିଷ ପାଟି ବନ୍ଦ କରିଥିଲି। ସମ୍ପୂର୍ଣ୍ଣ ରୂପେ ତାଙ୍କର ବିଶ୍ୱାସ ଥିଲା। ତ କହିବା ଅର୍ଥ ହଉଛି ଗୁରୁଜୀ ହଉଛନ୍ତି ସେ ଜଣେ ମୂର୍ତ୍ତିକାର, ଯିଏକି ଆମ ଭିତରୁ କଣ କରିବେ ନା ଆମର ବେଷ୍ଟ ପାର୍ଟ ବାହାର କରିପାରିବେ, ବେଷ୍ଟ ପାର୍ଟ। ସେ ମୂର୍ତ୍ତିକାର ଏତେ ସୁନ୍ଦର ମୂର୍ତ୍ତିକାର, ପଥରରୁ ଯଦି ଏତେ ସୁନ୍ଦର ମୂର୍ତ୍ତି ବାହାର କରିପାରୁଛନ୍ତି ଗୋଟେ ମୂର୍ତ୍ତିକାର, ତାହେଲେ ଆମ ଭିତରେ ଆମର ଯୋଉ ବଢିଆ ବଢିଆ ଗୁଣ ଗୁଡା ଅଛନ୍ତି, ଭରି ଭରି ସମସ୍ତଙ୍କ ପାଖରେ ଗୁଣ ଅଛି। ଭଲ ଗୁଣ ସମସ୍ତଙ୍କ ପାଖରେ ଅଛି, ଖରାପ ଗୁଣ ସମସ୍ତଙ୍କ ପାଖରେ ଅଛି, ଦୁର୍ବଳତା ସମସ୍ତଙ୍କ ପାଖରେ ଅଛି, ଶକ୍ତି ସମସ୍ତଙ୍କ ପାଖରେ ଅଛି। ଗୁରୁଙ୍କର ମୂଳ ଲକ୍ଷ୍ୟ ହଉଛି ଦୁର୍ବଳତାକୁ ଇଗ୍ନୋର କରିକି ଭଲ ଗୁଣ, ଭଲ ସ୍କିଲ୍ସକୁ ସେ କଣ କରି ବଢେଇ ଯିବେ। ହଁ ନା, ପ୍ରଭୁପାଦ ଯେତେବେଳେ ପ୍ରଥମ ଥର ପାଇଁ ଦେଖୁଛନ୍ତି ତାଙ୍କ ଗୁରୁ ମହାରାଜ, ଆପଣ ବହୁତ ବଢିଆ ଇଂଲିଶ ଜାଣିଛନ୍ତି, ଆପଣ ଆମେରିକାରେ କାହିଁ ପ୍ରଚାର କରୁନାହାନ୍ତି, ଇଂଲିଶରେ ଯାଇକି ପଢୁନାହାନ୍ତି କାହିଁକି, ଇଂଲିଶରେ କାହିଁ ବହି ଲେଖୁନାହାନ୍ତି।
ଭକ୍ତି ସିଦ୍ଧାନ୍ତ ଠାକୁର ଯେତେବେଳେ ଜାଣିଲେ ସାଙ୍ଗେ ସାଙ୍ଗେ ଆମର ପହର ଦିନ ଥିଲା ଗୌର ଗୋବିନ୍ଦ ମହାରାଜଙ୍କ ଜନ୍ମଦିନ। ଗୌର ଗୋବିନ୍ଦ ମହାରାଜ ଯେତେବେଳେ ବୃନ୍ଦାବନରେ ଥିଲେ, ସେ ଗୋଟେ ହେଡ ମାଷ୍ଟର ଥିଲେ ତାଙ୍କର ମାନେ ପ୍ରଫେସନ ରେ। କିନ୍ତୁ ପ୍ରତ୍ୟେକ ଦିନ ସେ ବାହା ହେଇଥିବେ, ବାହା ହେଲା ପରେ ପ୍ରତ୍ୟେକ ମୁହୂର୍ତ୍ତ ସେ ଚାହୁଁଥିବେ ମୁଁ ଘର ଛାଡି ପଳେଇବି, ଘର ଛାଡି ପଳେଇବି। ତାଙ୍କୁ ବାନ୍ଧିକି ସ୍କୁଲରେ ରଖିଥିବେ ମଧ୍ୟ। କିଛି ଦିନ ଗଲା ପରେ ସେ ଆଉ ରହିପାରିନି, ପଳେଇବେ। ମାନେ ତାଙ୍କ ଘରେ ସମସ୍ତେ ଥକିଛି ତାଙ୍କୁ ଅଟକେଇ ରଖିବା ପାଇଁ। ତାର ପଳେ ତ ଗୋଟେ ଦିନ ପ୍ରଭୁପାଦ ମିଶୁଛନ୍ତି। ପ୍ରଭୁପାଦ ସେଦିନ କିଛି ଭକ୍ତମାନଙ୍କୁ ଦୀକ୍ଷା ଦଉଥିଲେ, କିଛି ଭକ୍ତମାନଙ୍କୁ ସନ୍ନ୍ୟାସ ଦଉଥିଲେ। ତ ପ୍ରଭୁପାଦ ଗୌର ଗୋବିନ୍ଦ ମହାରାଜ ପ୍ରଥମ ଥର ପାଇଁ ଦେଖୁଛନ୍ତି, ପ୍ରଥମ ଥର ପାଇଁ ଫାର୍ଷ୍ଟ ଟାଇମ ପ୍ରଭୁପାଦ ଗୌର ଗୋବିନ୍ଦ ମହାରାଜ ଦେଖୁଛନ୍ତି। ତାପରେ ତାଙ୍କୁ କହୁଛନ୍ତି ଯେ ଆପଣ ସନ୍ନ୍ୟାସ ନେଇଛନ୍ତି କି? କହିଲେ ଗୌର ଗୋବିନ୍ଦ ମହାରାଜ କହୁଛନ୍ତି, ନାଇଁ ମହାରାଜ ନେଇନି, ଆଜି ମୁଁ ସନ୍ନ୍ୟାସ ଦେବି"। ପ୍ରଥମ ଥର ପାଇଁ ପ୍ରଭୁପାଦ ଗୌର ଗୋବିନ୍ଦ ମହାରାଜ ମିଶୁଛନ୍ତି, ତାପରେ କହୁଛି ମୁଁ ସନ୍ନ୍ୟାସ ଦେବି। ତ ପ୍ରଭୁପାଦ ପ୍ରଥମ ଥର, ପ୍ରଥମ ଦେଖାରେ ସିଏ ହଉଛନ୍ତି ଗୁରୁଜୀ, ଯିଏ ଦେଖିପାରେ ଆମ ଭିତରେ କଣ କଣ ଭଲ ଗୁଣ ଅଛି, ଆଉ ସେଇଟା ସେ ଫଟକିନା ବାହାର କରିବେ। ଫଟକିନା ବାହାର କରିବେ। ତେଣୁକରି ମାନେ ଜୀବନରେ ନାଇଁ କି ସବୁଠୁ ସୌଭାଗ୍ୟବାନ ଲୋକ କିଏ? ଯାହା ଜୀବନରେ ଆଧ୍ୟାତ୍ମିକ ଗୁରୁ ଭଗବାନ ପଠାନ୍ତି, ବା ଭଗବାନ ଏମିତି ଗୁରୁ ପଠାନ୍ତି ଯାହା ଜୀବନରେ ଭଗବାନ ସହିତ ଯିଏ ଆମକୁ ଯୋଡି ଦଉଛନ୍ତି। ତେଣୁକରି ବହୁତ ବିଶେଷ ଆମେ ଆ କାହିଁକି ବିଶେଷ ନା ଆମ ଜୀବନରେ ଭଗବାନ ବଢିଆ ସୁନ୍ଦର ଭାବରେ ପ୍ରଭୁପାଦକୁ ପଠେଇ ଦେଇଛନ୍ତି। ଆମ ଜୀବନରେ ମାନେ ପ୍ରତ୍ୟେକ ଦିନ ସକାଳ ଏମିତି ଶୁଣିବାକୁ ମିଳୁଛି, ବହି ପଢିବାକୁ ମିଳୁଛି, କୀର୍ତ୍ତନ କରିବାକୁ ମିଳୁଛି। ତ ଏ ସବୁ ଯାକ ହଉଛି ଦେଖ, ଆମେ ତ ଖାଇବା ତ କରୁଛନ୍ତି, ରହିବା ତ ଅଛି ଅଲରେଡି, ସବୁ ଜିନିଷ ଅଛି। କିନ୍ତୁ ତା ଭିତରେ ଏମିତି ସ୍ପେଶାଲ କଣ ଦେଇଛନ୍ତି ନା ଭକ୍ତି କରିବା ପାଇଁ ଭଗବାନ ଆଲାଉ କରୁଛନ୍ତି। ଜଣେ ମାନେ ବଞ୍ଚିବା ପାଇଁ ଯାହା ଯାହା ଦରକାର ସବୁ ଯାକ ଭଗବାନ ଦେଇଛନ୍ତି। ବଟ୍ ଆମକୁ ଏକ୍ସଟ୍ରା କଣ ଦେଇଛନ୍ତି ନା ଗୋଟେ ଇଚ୍ଛା ଦେଇଛନ୍ତି, ଗୋଟେ ମୋଟିଭେଟ କରୁଛନ୍ତି ଭଗବାନ ସକାଳୁ ସକାଳୁ କ୍ଲାସ ଶୁଣିବା ପାଇଁ। ଭଗବାନ ଏମିତି ମୋଟିଭେଟ କରୁଛନ୍ତି କିଛି ଜିନିଷ ବ୍ୟବହାର କରିବା ପାଇଁ। ଜଗନ୍ନାଥ ଏଲାଉ କରୁଛନ୍ତି ଏମିତି ବାରମ୍ବାର ବାରମ୍ବାର, ଗୋଟେ ନାଇଁ, ଦି ଦିନ ନାଇଁ, 2 ବର୍ଷ ହେଇଗଲାଣି। ଅଗଷ୍ଟ 28 2023 ରେ ଷ୍ଟାର୍ଟ ହେଇଥିଲା, 22 ରେ ଷ୍ଟାର୍ଟ ହେଇଥିଲା। 23 ଅଗଷ୍ଟ 2028 ପଳେଇଲାଣି, 24 ଅଗଷ୍ଟ 2028 ପଳେଇଲାଣି। ମାନେ ସହଜ କଥା ନାଇଁ, ଏଗୁଡା ସହଜ ନାଇଁ। ଫିଲ୍ମ ଗୀତ ଦେଖିବାଟା ବହୁତ ସହଜ। ବୁଝିଲେ? ଖେଳିବାଟା ବୁଲିବାଟା ବହୁତ ସହଜ ବର୍ଷ ବର୍ଷ ଧରି। କିନ୍ତୁ ଶାସ୍ତ୍ର ଶୁଣିବାଟା ବର୍ଷ ବର୍ଷ ଧରି ପ୍ରତ୍ୟେକ ଦିନ ସକାଳୁ ୱିଦାଉଟ୍ ଫେଲ୍, ଏଇଟା ଭଗବାନ କୃପା ନହେଲେ, ଗୁରୁ ମହାରାଜଙ୍କ କୃପା ନହେଲେ କେବେ ହବନି, କେବେ ହବନି, କେବେ ହବନି। ତେଣୁକରି ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ, ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ସକ୍ସେସଫୁଲି ସୁଶାନ୍ତ ପ୍ରଭୁଜୀ, ଗଜପତି ପ୍ରଭୁଜୀ, ଜୟଶ୍ରୀମା, ଦେବବ୍ରତ ପ୍ରଭୁ, ପ୍ରକାଶ ପ୍ରଭୁଜୀ, ସହଦେବ ପ୍ରଭୁଜୀ, ଯଜାତି ପ୍ରଭୁଜୀ, ମିତ୍ରଜୀ ପ୍ରଭୁ, ନିନିଙ୍ଗା, ବିଭୂତି ପ୍ରଭୁଜୀ, ସମସ୍ତେ ବହୁତ ବଢିଆ ସୁନ୍ଦର ଭାବରେ ଟାଇମ ବାହାର କରିକି ଜଏନ କରୁଛନ୍ତି ଶୁଣିବା ପାଇଁ ହେଲେ। ତ ସେଇଟା ହଉଛି ଜଗନ୍ନାଥଜୀଙ୍କର ମାନେ ଅଶେଷ କୃପା ଆମ ଉପରେ। ଆଉ ଯୋଉଟା କି ଜୀବାତ୍ମା ପାଇଁ ମାନେ କଣ ସବୁ ଦୁନିଆ ଯାହା ବି ମିଳିଲା ନାଇଁ କି ସବୁ ପ୍ରକାର, ମାନେ ଏମିତି କିଛି ନଥିବ ଯୋଉଟା ଏମିତି ନ ମିଳିଥିବ। ବଟ୍ ସବୁ ବସ୍ତୁରେ ନେଇକି ସୁଖ ମିଳିବନି, ଶାନ୍ତି ମିଳିବନି, ଯୋଉ ପର୍ଯ୍ୟନ୍ତ ଗୋଟେ ଜିନିଷ ମିଳିନି, ସେଇଟା ହଉଛି କଣ ନା ଭଗବାନଙ୍କର କୃପା। ଭଗବାନ ସହିତ ଯୋଉ ପର୍ଯ୍ୟନ୍ତ ଯୋଡି ହିଁ ନାହାନ୍ତି ଆମେ, ଜଗନ୍ନାଥଙ୍କ ସହିତ ଯୋଉ ପର୍ଯ୍ୟନ୍ତ ଯୋଡି ହେଇନାହାନ୍ତି, କିଛି ନା କିଛି ଗୋଟେ ରହିଯାଉଛି ଶୋଷ। ସବୁ ହେଇଗଲା ଯେ ସେ ଯେ ପଦଟା କମ୍ପ୍ଲିଟ କିଏ କରିପାରେ, ମାତ୍ର ଜଣେ ହିଁ କରିପାରେ, ସେ ହଉଛନ୍ତି କିଏ? ଜଗନ୍ନାଥଜୀଙ୍କର ସେବା, ବା ଜଗନ୍ନାଥଜୀଙ୍କ ଦ୍ଵାରା ଜଗନ୍ନାଥଙ୍କୁ କେନ୍ଦ୍ରିତ କରିକି ଆମେ ଯେତେବେଳେ ଅନ୍ୟମାନଙ୍କ ସେବା କରୁଛନ୍ତି, ବୁଝିଲେ, ଜଗନ୍ନାଥଜୀଙ୍କୁ କେନ୍ଦ୍ରରେ ରଖିକି ଯେତେବେଳେ ଆମେ ଅନ୍ୟମାନଙ୍କ ସେବା କରୁଛନ୍ତି, ସେ ଲାଗେ ଯେ ମୋ ଜୀବନ କମ୍ପ୍ଲିଟ ହେଇଗଲା। ମୋର ମୋ ଜୀବନ ପ୍ରତି ଆଉ କୌଣସି କମ୍ପ୍ଲେନ ନାହିଁ। ଆଇ ଏମ୍ ଫିଲିଂ କମ୍ପ୍ଲିଟଲି ସାଟିସ୍ଫାଏଡ। ମୋର କିଛି ଶୋଷ ନାହିଁ। ତ ସବୁଠୁ ବଢିଆ ଏକ୍ଜାମ୍ପଲ ହଉଛି ଶ୍ରୀଲ ପ୍ରଭୁପାଦ ଜୀ। ଯେତେବେଳେ ପ୍ରଭୁପାଦ ଜୀ ମାନେ ପଚାରା ପ୍ରଭୁପାଦ ଆପଣଙ୍କ କଣ ଇଚ୍ଛା ଅଛି, ତ ଦେଖିଲେ ସେ ସମୟରେ ପ୍ରଭୁପାଦ ଜୀ 108ଟା ମନ୍ଦିର ଅଲରେଡି ଅଲ୍ ଓଭର ୱାର୍ଲଡରେ ହେଇଗଲାଣି। ହରିନାମ ଅଲ୍ ଓଭର ୱାର୍ଲଡରେ ସେ ପ୍ରଚାର କରିସାରିଲେଣି, ମାନେ ମେନ୍ ମେନ୍ ସିଟି ଗୁଡାକରେ। ଶ୍ରୀମଦ୍ ଭାଗବତମ, ଭଗବତ ଗୀତା, ଈଶୋପନିଷଦ, ମାନେ ଭକ୍ତି ରସାମୃତ ସିନ୍ଧୁ, ଏମିତି ବହୁତ ସାରା ବହି ମଧ୍ୟ ଲେଖି ସାରିଲେଣି। ସବୁ କଲେ ସବୁ। ତାପରେ ପଚାରି ପ୍ରଭୁପାଦ ଆପଣ କଣ ଆଉ ଅଛି କିଛି, ନା ନାଇଁ ସବୁ ହେଇଗଲା। ତ ଦେଖିବେ ପ୍ରଭୁପାଦଙ୍କର ଡେଥ୍ ବେଡରେ ପ୍ରଭୁପାଦ ଯେତେବେଳେ ଦେଖିବେ କହିଲେ ମାନେ ଭୀଷ୍ମ ପିତାମହ ଭଗବାନଙ୍କର ମାନେ ସେ ଯୋଉ ଆମର ବିଷ୍ଣୁ ସହସ୍ର ନାମ କୋଉଠି କହିଛନ୍ତି, ମୃତ୍ୟୁ ଶଯ୍ୟାରେ। ଆଉ ଶ୍ରୀଲ ପ୍ରଭୁପାଦ ଜୀ, ଯିଏ କି ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ, ସେ କୋଉଠି କରିଛନ୍ତି, ସେ ମରିବା ସମୟରେ ପୁରା ଶରୀର ପଡିଛି ବେଡରେ, ଡେଥ ବେଡରେ ଶରୀର ପଡିଛି, ପାଟିଟା ଖାଲି ଚାଲିଛି। ଶ୍ରୀମଦ୍ ଭାଗବତମ ଦଶମ ସ୍କନ୍ଧର 13 ନମ୍ବର ଅଧ୍ୟାୟ ଟ୍ରାନ୍ସଲେସନ କରୁଛନ୍ତି ସଂସ୍କୃତରୁ, ସେ ସେଇଟା ଇଂଲିଶରେ କହୁଛନ୍ତି।
କିଛି ନାହିଁ, ଜଷ୍ଟ ଗୋଟେ ଚାଲିଛି ପାଟିରେ କଣ। ମତେ ଭୀଷ୍ମ ପିତାମହଙ୍କ କଥା ମନେ ପଡେ। ଭୀଷ୍ମ ପିତାମହ କଣ କରୁଥିଲେ ନା ବିଷ୍ଣୁ ସହସ୍ର ନାମ ଗାଇ ଗାଇ ଯାଉଛନ୍ତି କୋଉଠି ଡେଥ ବେଡ୍ ରେ। ଆଉ ଶ୍ରୀଲ ପ୍ରଭୁପାଦ ଭାଗବତମର ଦଶମ ସ୍କନ୍ଧର 13 ନମ୍ବର ଅଧ୍ୟାୟ କହୁଛନ୍ତି, ଯୋଉଟା କି ଯୁଗ ଯୁଗ ପାଇଁ ବି ସମାଜର ସମସ୍ତଙ୍କ ପାଇଁ ବହୁତ ବଢିଆ ହବ, ମାନେ ମାନେ ଲାଭଦାୟକ ହବ। ତେଣୁକରି ଏମାନେ ବିଶେଷ ଲୋକ ନୁହନ୍ତି। କିଏ ଶୋଇଲା ବେଳକୁ କାନ୍ଦୁଛନ୍ତି, ମାନେ ମରିବା ପୂର୍ବ ଦେଖି ମରିଗଲୁ ବାପା, ମରିଗଲୁ ମା, ଆଖି ବନ୍ଦ ଥିବ ମାନେ ଆଖି ଖୋଲା ଥିବ ନହେଲେ ପାଟି ଖୋଲା ଥିବ, ଏମିତି କାର ଜୀବନ ପଳଉଛି। କିନ୍ତୁ ଆମେ ଏମିତି ଗୋଟେ ଲୋକଙ୍କ ସଂସ୍ପର୍ଶରେ ଅଛନ୍ତି ଯିଏ ଶ୍ରୀମଦ୍ ଭାଗବତମ କହୁଛନ୍ତି ଡେଥ ବେଡ୍ ରେ। ଡେଥ ବେଡ୍ ରେ ବେଶୀ ନାହିଁ, ଜଷ୍ଟ ମାତ୍ର 1977 ମସିହା ନଭେମ୍ବର ମାସରେ ଡେଥ ବେଡ୍ ରେ ଭାଗବତମ କହୁଛନ୍ତି, କହୁଛନ୍ତି ଶୁଣୁନାହାନ୍ତି, କହୁଛନ୍ତି। ସଂସ୍କୃତରୁ ଇଂଲିଶ କୁ କହୁଛନ୍ତି। ତ ଆମେ କୌଣସି ସାଧାରଣ ବ୍ୟକ୍ତିଙ୍କ ସହିତ କଣ୍ଟାକ୍ଟରେ ନାହାନ୍ତି, ବହୁତ ବହୁତ ମହାନ ପୁରୁଷଙ୍କ କଣ୍ଟାକ୍ଟରେ ଅଛନ୍ତି। ତାଙ୍କ ଆଶ୍ରୟରେ ଅଛନ୍ତି, ତାଙ୍କ ଅନୁକରଣ କରୁଛନ୍ତି, ତାଙ୍କ ଶିକ୍ଷାକୁ ଗ୍ରହଣ କରୁଛନ୍ତି। ତ 100% ଆମକୁ ସକ୍ସେସ୍ ମିଳିବ, 100%। କାହିଁକି ନା ଆମେ ସେମିତିଆ ଲୋକ ଗୋଟେ ଅନୁକରଣ କରୁଛନ୍ତି। ହରେ କୃଷ୍ଣ। ଶିଲ ପ୍ରଭୁପାଦ କି ଜୟ, ଗୁରୁ ଦିବସ ମହାମୋତ୍ସବ କି ଜୟ। ଇଏ ସୁଶାନ୍ତ କଣ ପଚାରି କହୁଥିଲେ? कृष्ण बहुत बढ़िया, थैंक यू। କାଲି ଯୋଉ ଟିଚର୍ସ ଡେ ଟା ଥିଲା, ଆଜି ଆପଣ ପ୍ରପରଲି କହିଲେ କି ଆଜି ଜଣା ପଡିଲା ଗୁରୁ କିଏ ଆକ୍ଚୁଆଲି। ଆମେ ଭାବୁଥିଲୁ ଗୁରୁ ମାନେ ଆଉ କଣ ଥିଲେ, ମାନେ ଜଷ୍ଟ ରାଣ୍ଡମଲି ଯାହା ପଢା ହେଇଥିଲା ବଲିଉଡ ଫଲିଉଡ ଯାହା ପଢାଇଥିଲେ, କିନ୍ତୁ ଏବେ ଜଣା ପଡିଲା ଟିଚର୍ସ ମାନେ ଗୁରୁର ଇମ୍ପୋର୍ଟାନ୍ସ। ଘରେ ଯେମିତି ବାପା ମା ଆଉ ଆଧ୍ୟାତ୍ମିକ ଗୁରୁ ମାନେ ଯୋଉଟା କି ସେଇଟା ମାନେ ଆପଣ ଯୋଉ କହିଲେ କି ସେ ଜଣେ ନିଜେ ବିଲ୍ଡ କରିଛି କିନ୍ତୁ ତାର ଆଇଡିଆ ନାହିଁ କଣ ବିଲ୍ଡ କରିବ। ଆଉ ସେଇଟା ମାନେ ଗୋଟେ ସେ ଫଟୋ ଦେଖିଲେ ପ୍ରଭୁ ପଚାରିଲେ ଯେ ତାକୁ ତ ଦେଖାଯାଉନି ବିଲ୍ଡିଂ ଷ୍ଟାର୍ଟିଂ କଲା କେମିତି କାର୍ଭିଂ। ହଁ ସେଇଟା ଦେଖି କିଛି ଆମ ଦେଖିଲା ପରେ ତ କାର୍ଭିଂ କରିବ। ହଁ, ତ ସେଇଟା ଦେଖି ଆମ ଜଣା ଥିଲା। ଆମେ ସେଇ ହିସାବରେ ଆମର ମାଇଣ୍ଡ ଟା ମଧ୍ୟ ବିଲ୍ଡ ହେଉଥିଲା କେମିତି ଏମିତି ନିଜେ ନିଜେ ବିଲ୍ଡ କରିବାକୁ ପଡିବ, ନିଜେ ୱାର୍କ କରିବାକୁ ପଡିବ। କିନ୍ତୁ ଆମେ ଗାଇଡ ନଥିଲେ ନିଜେ ୱାର୍କ କେମିତି କରିବା ସେଟା। ଡାଏଟ ଫଲୋ କରିବା ପାଇଁ ଗାଇଡ ଦରକାର ପଡୁଛି। ହୁଁ ବୁଝିଲେ, ମଝିରେ ଆସିଥିଲା ଖୁଦ କା ଡକ୍ଟର ଖୁଦ ବନୋ। କହିଲେ ଆମର ମାନେ ୟୁଟ୍ୟୁବ ଅଛି ନା ଗୁଗଲ ଗୁରୁ, ହୁଁ ଗୋମୂତ୍ର ପାଣି ପିଅ। କହିଲେ ଜଣେ କଣ କଲେ, ଆମର ଜଣେ ପ୍ରଭୁଜି କଥା କହୁଛି, ସିଏ ଗୋମୂତ୍ର ପାଣି ଏମିତି ପିଇଲେ, ଏମିତି ପିଇଲେ, ଏମିତି ପିଇଲେ, ଗୋଶାଳାରୁ ସିଧା ଗାଈ ମୁତିଲା ସମୟ ସେଠି ଧରିବେ ପିଇଦେବେ। ତ ତାଙ୍କ ଜଳିଗଲା, ଇଣ୍ଟେଷ୍ଟାଇନ ଜଳିଗଲା। ସେ ଖାଇ ପାରୁନାହାନ୍ତି ପ୍ରଭୁଜି। ହୁଁ ବୁଝିଲେ, खुद का डॉक्टर खुद बनो बाय द गाइडेंस ऑफ ए डॉक्टर, परफेक्ट डॉक्टर, एक्सपर्ट डॉक्टर। ମାନେ ବୁଝିଲେ। ମାନେ ଟିଚର୍ସ ଡେ ପାଇଁ ବେଷ୍ଟ ମେସେଜ ଏକ୍ସାମ୍ପଲ ଟା କାଲି ହେଲେ ଆପଣ ଯାଇଥିଲେ ସେଟା ଟିକେ ସେୟାର କରନ୍ତୁ। କାଲି ଆମେ ଗୋଟେ ଟିଉସନ ଯାଇଥିଲୁ, ପ୍ରାୟତଃ ସେଠି ଅଛନ୍ତି 35 ଛୋଟ ଛୋଟ ପିଲାମାନେ ଅଛନ୍ତି, ବହୁତ ବହୁତ ବଢିଆ କୁନି କୁନି ଛୁଆ ଗୁଡାକ। ଆମର ରଣଝାଲି ପୁରସ୍ତମପୁର ଗୋଟେ 4 କିଲୋମିଟର 3 କିଲୋମିଟର 4 କିଲୋମିଟର ହବ। ଆ ତ ଆମର ଯିଏ ପଢଉଛନ୍ତି ଛବି ମା ଜଣେ ଆଉ ଗୋଟେ ବନମାଳୀ, ଆମେ 2 ଜଣ ପଢଉଛନ୍ତି। ତ ମତେ ଜଷ୍ଟ କହିଲେ ପ୍ରଭୁ ଆପଣ ଆସିବେ କି, ମୁଁ କହିଲି ନା ମୁଁ କେବେ ପିଲାଙ୍କୁ ପଢେଇ ନାହିଁ, ମତେ କାହିଁ ଡାକୁଛ, ତମ ମାନେ କର। ନା ନା ପ୍ରଭୁ ଆସନ୍ତୁ ଟିକେ କୀର୍ତ୍ତନ କରିବା। ମୁଁ କହିଲି କୀର୍ତ୍ତନ ହେଲେ ଯିବା। ତ କୀର୍ତ୍ତନ ଟିକେ କଲେ, ତାପରେ ଡିସକସନ କରୁଥିଲେ ଗୁଡା ଯେ କେମିତି ଆମ ବାପା ମା ଆମର ବେଷ୍ଟ ଗୁରୁ, ଯିଏ କି ପ୍ରତ୍ୟେକ ଷ୍ଟେପରେ ଆମକୁ ଗାଇଡ କରୁଛନ୍ତି ଯେ କୋଉଟା କରିବାକୁ କୋଉଟା କରିବାକୁ ନାହିଁ, ଆଉ ଯୋଉଟା କି ଲାଇଫ ସେଭିଂ ରହିବ, ଲାଇଫ ସେଭିଂ। କିନ୍ତୁ ଆମେ ଛୋଟ ପିଲା ଭଳିଆ କଣ କରୁଛନ୍ତି ନା ସେଇଟା ଗ୍ରହଣ କରୁନାହାନ୍ତି। ତୁ କଣ ଜାଣିଛୁ, ମୁଁ ସ୍କୁଲ ଯାଉଛି। ବୋଉ ତୁ କେତେ ପାଠ ପଢୁଛୁ କି, ତୁ କିଛି ପାଠ ପଢୁନୁ, ତୁ କିଛି ଜାଣିନୁ। ମୁଁ ପାଠ ପଢିଛି ନା, ମୁଁ ଜାଣିଛି। ବୁଝିଲେ। ତାପରେ ଆମେ ମାନେ ଦେଖିବାକୁ ଗଲେ ପ୍ରାୟତଃ ଅସୁବିଧା ଅଧିକ କିଏ ଫେସ୍ କରୁଛି ନା ପାଠ ପିଲାମାନେ। ଅଧିକ ପ୍ରୋବ୍ଲେମ ଫେସ କରୁଛନ୍ତି କିଏ ନା ପାଠୁଆ ପିଲା ହିଁ ଫେସ କରୁଛନ୍ତି। ଯୋଉମାନେ ଆଗକାଳେ ଯୋଉମାନେ କିଛି ପଢିନଥିଲେ, ଆମ ମା ବାପା ମାନେ, ସେମାନେ ଏତେ ପ୍ରୋବ୍ଲେମ ଫେସ କରୁନଥିଲେ ଯେତିକି ଆମେ ଆଜି କରୁଛନ୍ତି। ପଢିକି ପୁରା ଏତେ ପଢିଲା ପରେ ମଧ୍ୟ ସବୁ ଫ୍ୟାସିଲିଟି ପଳେଇ ଆସିଲାଣି, ସବୁ ଟେକ୍ନୋଲୋଜି ଅଛି ଆମ ପାଖରେ, ତଥାପି ପ୍ରୋବ୍ଲେମ କମିନି। ବିଲକୁଲ କହିଲେ ବିଲକୁଲ କମିନି। ଭଲ ଥିଲା, ପିଲାମାନେ ବଢିଆ କୀର୍ତ୍ତନ କଲେ, ଟିକେ ପ୍ରସାଦ ପାଇଲେ। ତାପରେ କାଲି ଅଛି ସେ ପିଲାଙ୍କ ସହିତ ଆମର ଗଣେଶ ପୂଜା। ତାପରେ କାଲି ଯୋଉ ପହର ଦିନ ଯୋଉ କୀର୍ତ୍ତନ କରିବା ପାଇଁ ପିଲାଙ୍କ ପ୍ରସାଦ ବି ରଖା ହେଇଛି। ଆ କାଲି ମାନେ ଗଣେଶ ଏତେ ପୂଜା। ବଢିଆ ଉତ୍ସାହ ଭରି ହେଇଛି। ମାନେ ସାନ ପିଲାଙ୍କ ସହିତ ରହିଲେ ସବୁଠୁ ମଜା ଲାଗୁଛି କଣ ନା, ସେମାନଙ୍କ ପାଖରେ ଏନର୍ଜି ଅଛି। ଆମେ କହୁଛୁ ଆମ ପିଲା ପାଖରେ କିଛି ନାହିଁ, ସିଏ କଣ ଜାଣିଛି।
ନାଇଁ ସେ ପିଲା ପାଖରେ ବସ, ତା ପାଖରେ ବହୁତ ବହୁତ ବଢିଆ ଏନର୍ଜି ଅଛି। ଏକ ଦୁଇରେ ଇନୋସେନ୍ସ ଅଛି, ମାନେ ଠକା ଠକି ଏଗୁଡା କିଛି ନାହିଁ। ଯେତେବେଳେ ଆମେ ପିଲା ପାଖରେ ବସି ପିଲାକୁ ମଧ୍ୟ ଅବଜର୍ଭ କଲେ, ଆମ ପିଲା ପାଖରୁ ମଧ୍ୟ ବହୁତ ସାରା ଜିନିଷ ଶିଖିପାରିବା। ଆମେ ତ ବସୁନାହାନ୍ତି ଆମ ପିଲା ପାଖରେ ଆଉ। ମୁଁ ଜଣେ ପଚାରି ପ୍ରଭୁ ଆପଣ ଏତେ ଖୁସିରେ କେମିତି ରହୁଛନ୍ତି? ମୁଁ କହିଲି ଦୁନିଆର ସବୁଠୁ ବହୁତ ଖୁସି ସମୟଟା ହଉଛି ସାନ ପିଲାମାନେ। ଆଉ ଯେହେତୁ ମୁଁ ସାନ ପିଲାଙ୍କ ସହିତ ସବୁ ଟାଇମ ରହୁଥାଉଛି, ତେଣୁକରି ମୁଁ ଖୁସିରେ ଅଛି। ସାନ ପିଲାଙ୍କ ପାଖରେ କିଛି ଝିଞ୍ଝଟ ନାହିଁ, ମୁଁ ତାଙ୍କ ସହିତ ରହୁଛି ତ ମୁଁ ମତେ କୁଆଡେ ଝିଞ୍ଝଟ ଆସିବ? ଟେନସନ ସେମାନଙ୍କର ନାହିଁ ତ ମତେ ଟେନସନ କେମିତି ଆସିବ? ସେମାନେ କିଛି ଥିଲେ ନଥିଲେ ହସୁଛନ୍ତି, ତ ଆମେ ହେଲେ ହସିବା। ତା ପାଖରେ କିଛି ନାହିଁ। ଆମେ ଯେତେବେଳେ ସାନ ପିଲା ହେଇଥିଲେ, ମୋର ମନେ ଅଛି ଆମେ ବର୍ଷା ଦିନେ ସ୍ପେସିଫିକାଲି କାଦର ନେଇକି ସେଇଟା ଗୋଟେ ବଢିଆ ଗୋଲ କରୁ, ଗୋଲ କରି ଗୋଟେ ଚକା ଟାଇପ ର କରୁ। ତାପରେ ମ୍ୟାଚ ବକ୍ସ ର ଷ୍ଟିକ୍ ନବୁ, ସେ ଭିତରେ ଭରି କରି ତାକୁ ବୁଲଉ। କେତେ ପଇସା ଖର୍ଚ୍ଚ ହେଲା? କିଛି ନାହିଁ। କିଛି ନାହିଁ। ଖୁସି ରହିବା, ଖୁସି ପାଇବା ପାଇଁ ନାଇଁ କି, ଜଷ୍ଟ କଉଥିରେ ମଧ୍ୟ ଆମକୁ ଖୁସି ମିଳିଯିବ। ସରଳତାରେ ଅଧିକ ଖୁସି ଅଛି। ନହେଲେ ପଇଡ ଗୋଟେ ନେଲେ ସେ ଭିତରେ ଗୋଟେ ବାଡି ମାରି ଗିରି ଗିରି ବୁଲିଲେ, ନହେଲେ ଟାୟାର ଗୋଟେ ଧରିଲ ବାଡି ଧରି ଗିରି ଗିରି ବୁଲିଲେ। ସେଗୁଡା ପଇସା ଖର୍ଚ୍ଚ ହେଇନି କିଛି ହେଲେ ଯୋଉ ସୁଖ ମିଳିଛି, ଆଜି ପଇସା ଦ୍ଵାରା ମତେ ସେ ସୁଖ ମିଳୁନି। କାହିଁକି? ଆମର ପିଲାଦିନର ସବୁ ଯାକ ମେମୋରି କେବେ ଭୁଲି ପାରୁନାହାନ୍ତି। ଯିଏ କେତେ ବଡ, ମାନେ କେତେ ବଡ କମ୍ପାନୀର ମାଲିକ ହଉନା କାହିଁକି, କି କେତେ ବଡ ପ୍ରଧାନମନ୍ତ୍ରୀ ହଉନା କାହିଁକି, ପିଲାଦିନ କୌଣସି କଥା ଆମେ କାହିଁ ଭୁଲି ପାରୁନାହାନ୍ତି ନା? ସେଇଟା ବିନା ପଇସାରେ ସବୁ ଯା ମଜା ନେଇଯାଇଥିଲେ। ଆଜିକାଲି ସବୁ ଜିନିଷ ପଇସା ଖର୍ଚ୍ଚ କଲା ପରେ ମଜା ମିଳିବ ବୋଲି ଭାବୁଛନ୍ତି, ମିଳୁଛି ମିଳୁନି କେତେବେଳେ। କିନ୍ତୁ ପିଲାଦିନ ଯଦି ସବୁ ଯାହା ଫ୍ରିରେ ମିଳିଥିଲା, ସବୁ ଜିନିଷ ଫ୍ରିରେ ମିଳିଥିଲା, ଆମେ ବୁଦ୍ଧି ଲଗେଇଥିଲେ ଏଇଥିରେ ଏଠି ମତେ ମଜା ମିଳିବ। କାଦୁଅ ନେଇକି ତାକୁ ମାନେ ଗୋଲ କରିବାଟା, ସେ ଭିତରେ ଷ୍ଟିକ୍ ଲଗେଇବାଟା। ଆମେ ନା ବେଲ କଣ୍ଟା ନେଇ ଲଗେଇବାର ବେଲ ଗଛ ଚଢିକି କଣ୍ଟା ବାହାର କରିକି ଲଗେଇକି। ତ ପିଲାଦିନରେ ବହୁତ ବଢିଆ ଦିନଟା ଗୋଟେ। ପିଲାମାନଙ୍କ ସହିତ ଯେତିକି ଆମେ ଟାଇମ ସ୍ପେଣ୍ଡ କରିବାକୁ କହିଲେ, ସେଠୁ ଆମେ ବହୁତ ମାନେ ଆମର ରିଲାକ୍ସ, ମାନେ ଏ ବ୍ୟସ୍ତ ବହୁଳତା ଜୀବନରେ, ମାନେ ଯୋଉ ପ୍ରେସର ଅଛି ସବୁଥିରେ, ଅଫିସରେ ହଉ, ଘରେ ହଉ, ସମାଜରେ ହଉ, ସେ ପ୍ରେସର ରିଲିଜ କରିବା ବଢିଆ ଜାଗାଟା ହଉଛି ଗୋଟେ ନା ସାନ ପିଲାଙ୍କ ସହିତ ଯେତେବେଳେ ବସିବା। ସେଟା ମୂର୍ଖତା ନୁହଁ, ବୁଦ୍ଧିମତା। ସେତେବେଳେ ବସିବା କଲେ ତାଙ୍କ ପାଖେ କିଛି ନାହିଁ ଟେନସନ, କିଛି କଲେ କିଛି ନାହିଁ। ମୋ ସାଙ୍ଗ କିଏ ନା ଯାହାର ଟେନସନ ହିଁ ନାହିଁ। ମୁଁ ସେମାନଙ୍କ ସହିତ ବସେ, ତାଙ୍କର ଯଦି ଟେନସନ ମତେ କୋଉଠି ଟେନସନ ଆସିବ? ତ ଇନେ ଯେ ଘର କାମ ଛାଡି ଦେଇ ଯାଇକି ପଳାଅ, ସେମିତି ନୁହଁ। କିଛି ଟାଇମ ବାହାର କରିବାକୁ ବସିବା ପାଇଁ ପିଲାଙ୍କ ସହିତ। ପ୍ରଭୁ କାଲି ଆପଣ ଆଉ କିଛି ପଚାରିବା ଚାହୁଁଥିଲେ? ଗଣେଶ ପୂଜା କାଲି ଅଛି, କୋଉ ମୁଡ୍ ରେ ଆମେ କରିବା ସବୁ? ଗଣେଶଙ୍କୁ କଣ ମାଗିବା ଆକ୍ଚୁଆଲି, ଯେମିତି ଟିଚର୍ସ ୱାଓ, ଡେ ପଡିଲା। ଓକେ, ଏଇଟା ବଢିଆ। ମନରେ ଏବେ ଆପଣ ସମସ୍ତେ ଅଛନ୍ତି, ମୁଁ ଆପଣଙ୍କୁ ଫୋନ କରିବି ହେଲା। ମାନେ ଫୋନ କରି ବିଭୂତି ପ୍ରଭୁ ଅଛନ୍ତି, ବିଭୂତି ପ୍ରଭୁ ଫୋନ କରି, ବିଭୂତି ପ୍ରଭୁ ୟୁ ଆର୍ ଦ ବେଷ୍ଟ ପର୍ସନ ଆଇ ହାଭ୍ ଏଭର ମେଟ୍। ମାନେ ଆପଣ ମାନେ ଦେଖିବାଟା ଏତେ ବଢିଆ ସୁନ୍ଦର, ତାପରେ ସବୁ ଜିନିଷ ଗୁଣାନ, ଆପଣ ବ୍ରହ୍ମପୁରରେ ଅଛନ୍ତି, ସବୁ ଜିନିଷ ଗୁଣାନ କରି ଲାଷ୍ଟକୁ କହେ ଯେ ପ୍ରଭୁଜି ଟିକେ ପଇସା ଦରକାର ଥିଲା ବା। ବିଭୂତି ପ୍ରଭୁ କେମିତି ଲାଗେ ଆପଣଙ୍କୁ? ବଢିଆ ବିଭୂତି ପ୍ରଭୁ ଲାଗିବ ପ୍ରଭୁଜୀ, ବଢିଆ ଲାଗିବ। ତାପରେ ଆଉଥରେ କେତେବେଳେ ଫୋନ କରି ଆଉଥରେ ଆରମ୍ଭ କରି, ବିଭୂତି ପ୍ରଭୁଜି ଆପଣ ବହୁତ ବଢିଆ ଗୋଟେ ଲୋକ। ତାପରେ କହିବେ ଭାଇ କହୁନୁ କଣ ଦରକାର ଅଛି? ବୁଝିଲେ? ଯେତେ ଆମେ ଗୁଣଗାନ କରି କାହାକୁ କହିଲେ ଭଲ ଲାଗେନି? ଗୋଟେ ସାଙ୍ଗ ପାଖକୁ ଯିବା, ତାର ବାରମ୍ବାର ମାନେ ଏତେ ସୁନ୍ଦର ଗୁଣଗାନ କରି, ତାପରେ ଲାଷ୍ଟ କହିବା ଯେ ମତେ କିଛି ପଇସା ଦରକାର ଥିଲା। ସେକେଣ୍ଡ ଟାଇମ ତାକୁ ଯେତେବେଳେ ଫୋନ କରିବା, ଆଉ ଥରେ ଗୁଣଗାନ କରିବା, ସେ କହିବ ଭାଇ ମୋର ଟିକେ କାମ ଅଛି, ମୁଁ ପରେ କଥା ହଉଛି। ସେ ଗୁଣଗାନ ତାକୁ ଭଲ ଲାଗିବ ନାହିଁ, ବିଲକୁଲ ଭଲ ଲାଗିବନି। କାହିଁକି ନା ଯିଏ ଗୁଣଗାନ କରୁଛି ତା ପଛରେ ତାର ଅଲଟେରିୟର ମୋଟିଭ ଅଛି, କଣ ପାଇଁ ଗୁଣଗାନ କରୁଛେ। ଆମେ ଯଦି ଫୋନ କରିକି ବଢିଆ ସୁନ୍ଦର ସୁନ୍ଦର କଥା କହିବା, ତାପରେ କହିବା ପଇସା ଦେ, ସେ ଲୋକର ଫୋନ ଆସିଲେ ଆମେ ମାନେ ସ୍ୱାଭାବିକ ରୂପରେ କହିବା ଯେ ଭାଇ ମୋର ଟିକେ କାମ ଅଛି, ମୁଁ ପରେ ଫୋନ କରୁଛି, ବା ଫୋନ କଲେ ଉଠେଇବାନି। ତ ସିମିଲାରଲି ଆମେ ଯୋଉ ବି ରେସପେକ୍ଟେଡ ଲୋକ ହୁଅନ୍ତୁ ବା ଦେବତା ହୁଅନ୍ତୁ, ତାଙ୍କର ଯେତେବେଳେ ଆମେ ମାନେ ଗୁଣଗାନ କରୁଛନ୍ତି ବା ଆରାଧନା କରୁଛନ୍ତି ବା ପୂଜା କରୁଛନ୍ତି, କିନ୍ତୁ ଯଦି କିଛି ପାଇବା ଆଶାରେ କରୁଥିବା କହିଲେ, ସେ ଲୋକ କହିଲେ ସେମିତି ହିଁ ଲାଗିବ। ଗୋଟେ ନଡିଆ ଭାଙ୍ଗିବେ, ତାପରେ କହିବେ ମତେ ଏଇଟା ଦରକାର, ଚାକିରି ଦରକାର, ଏଇଟା ହେଇଯାଉ, ସେଇଟା ହେଇଯାଉ, ସେଇଟା ହେଇଯାଉ କଲେ, ମାନେ ନଡିଆ ଭାଙ୍ଗିଲା ମାନେ ଗଣେଶ କୋଉଠି ଭଲ ପାଇଲେ କହିଲେ? ଗଣେଶ ଭଲ ପାଇଲେନି। ଗଣେଶ ଯଦି ଭଲ ପାଇବା, ଭଲ ପାଇବା ଅର୍ଥ ହଉଛି ଗୋଟେ ବାପା ମା ଗୋଟେ ପିଲାଟାକୁ ବଡ କରୁଛନ୍ତି, ସବୁଦିନ ଭାବୁଛନ୍ତି କଣ ନା ମୋ ପିଲାର କେମିତି ଭଲ ହବ, ମୋ ପିଲାର କେମିତି ଭଲ ହବ, ମୋ ପିଲାର କେମିତି ଭଲ ହବ। ତାଙ୍କେ ଯୋଉ ବି ଷ୍ଟେପ ନେବେ, ସେ ପିଲାର ଭଲ କେମିତି ହବ, ସେଇଥିରେ ହିଁ ଷ୍ଟେପଟା ଥିବ, ଆଉ ବିନା ଏକ୍ସପେକ୍ଟେସନ ରେ। ତାପରେ ପିଲା ବଡ ହେଇଗଲା ପରେ ସେ ନ୍ୟାଚୁରାଲି କାହାକୁ ଭଲ ପାଉଛି, ତା ବାପା ମାଙ୍କୁ ଭଲ ପାଉଛି। କିନ୍ତୁ ଯେତେବେଳେ ବାପା ମା କହିନି ତୁ IIT କରୁ କହିଲେ ମୁଁ ତତେ ଭଲ ପାଇବି, ତୁ ନିଟ୍ କ୍ଲିୟର କରୁ କହିଲେ ତତେ ଭଲ ପାଇବି, ତ କଣ୍ଡିସନ ଲଗେଇଦେଲେ ପିଲା କଣ୍ଡିସନ ଲଗେଇ ଦଉଛି।
ପିଲାକୁ ଯଦି ଜଷ୍ଟ ବାପା ମା ଭଳିଆ ଯଦି ଭଲ ପାଇବା ତାହେଲେ ପିଲା ମଧ୍ୟ ବାପା ମା ଭଳିଆ ବାପା ମାକୁ ଭଲ ପାଇବେ। କିନ୍ତୁ ଗୋଟେ କଣ୍ଡିସନ ବି ଆସୁଛି ସେଟା ନଥାଉଛି। ତ ସିମିଲାରଲି ଯେତେବେଳେ ଆମେ ଗଣେଶ ଜୀ ହୁଅନ୍ତୁ, ଦୁର୍ଗା ମା ହୁଅନ୍ତୁ, ଲକ୍ଷ୍ମୀ ମା ହୁଅନ୍ତୁ, ଯୋଉ ବି ଆମର ଅଛନ୍ତି ରେସ୍ପେକ୍ଟେଡ ଦେବାଦେବୀ ମାନେ, ସେମାନେ ଯେତେବେଳେ ବିନା ବିନା କିଛି ମୋଟିଭରେ ଆମେ ଯେତେବେଳେ ପୂଜା କରିବା, ଆରାଧନା କରିବା, ସେବା କରିବା, ଗୁଣଗାନ କରିବା, ସେଇଠି ସେମାନେ, କାହିଁକିନା ଆମର କିଛି ନାହିଁ ମୋଟିଭ, ତ ସେମାନେ ମଧ୍ୟ କଣ କରିବେ ନା ଆମକୁ 100% ଯୋଉଟା ବେଷ୍ଟ ସେଇଟା ଦେବେ। ଆଜିକାଲି ପ୍ରାୟତଃ ଦେଖିବାକୁ ଗଲେ ମାନେ ସବୁ ମାନେ ମିକ୍ସଅପ୍ ହେଇଗଲାଣି। ଆମର ମାନେ ଗୋଟେ ଗାଁଟାରେ ଏବେ ଗଣେଶ ପୂଜା କରି ସେମାନେ ଗୋଟେ 5,000 ଟଙ୍କା ଦେଇଛନ୍ତି, ସାନ ପିଲା ଗୁଡାକ କଲେଜ ପିଲା ଗୁଡା ସବୁ ଯାକ ମିଶିକି ଗୋଟେ ଗଣେଶ ପୂଜା କରୁଛନ୍ତି, 5,000 ଟଙ୍କା ଦେଇଛନ୍ତି ଡିଜେକୁ। ତାପରେ ମୁଁ ପଚାରିଲି ଦେଖେ କିଏ କିଏ ଶୁଣିବ, ଖାଲି ଜଣଙ୍କ ନାଁ କହିଦିଏ, ଯେ ଡିଜେ ଲଗେଇବ, ସେ ଗୀତ ଲଗେଇବ, ଭଜନ ଲଗେଇବ, ଯାହା ଲଗେଇବ, କାହିଁକି ନା ଏତେ ସାଉଣ୍ଡ ଆସୁଥିବ କି ଶୁଣିପାରିବେନି। ତ ମୁଁ ସେମାନଙ୍କୁ କହିଲି ତମେ ବସିକି ଭଗବଦ୍ଗୀତାରେ ପଢ, ଯୋଉଟା କି ଶ୍ଲୋକ ଖାଲି ପଢିବ, ଆମର ଓଡିଆରେ ଲେଖା ହେଇଛି, ପ୍ରିଣ୍ଟ ବାହାର କରାହେଇଛି, ଆଉ ଯୋଉଟା କି ସ୍ୱୟଂ ଗଣେଶ ଜୀ ଲେଖିଛନ୍ତି। ଯଦି ଆପଣ ଗୋଟେ ବଢିଆ ଗୋଟେ ଆର୍ଟିକଲ ଲେଖିଥିବେ ଆପଣଙ୍କ ସାମ୍ନାରେ କିଛି ଜଣ ପଢିବ, ଆପଣଙ୍କୁ ଭଲ ଲାଗିବ ନା ଖରାପ ଲାଗିବ? ଆପଣ ଏତେ କଷ୍ଟ କରି ଲେଖିଥିବେ, ଭଲ ଲାଗିବ। ତ ମୁଁ ସେ ପିଲାଙ୍କୁ କହିଲି ଯେ ମୋ ପାଖରେ ସବୁ ଯାହା ଅଛି, ଓଡିଆ ବହୁତ ବଢିଆ ମାନେ ସନ୍ଧି ବିଚ୍ଛେଦ କରାହେଇଛି, ଶ୍ଲୋକ ଗୁଡାକ 18ଟା ଅଧ୍ୟାୟ ଅଛି। ତମେ 3 ଦିନ ରଖିବ କହିଲେ ସମସ୍ତେ ଗୋଟେ 18ଟା ପିଲା ଭାଗ ବାଣ୍ଟି ଯାଅ, ଗୋଟେ ଗୋଟେ ପିଲା ଗୋଟେ ଗୋଟେ ଚାପ୍ଟର ପଢ, ମ୍ୟାକ୍ସିମମ୍ 10 ମିନିଟ୍ ଲାଗିବ। ମ୍ୟାକ୍ସିମମ୍ କେତେ? 10 ମିନିଟ୍ ଲାଗିବ ଗୋଟେ ପିଲା ପାଇଁ ଗୋଟେ ଚାପ୍ଟର ପଢିବା ପାଇଁ। ତ ଗଣେଶଜୀ ବାସ୍ତବରେ ଖେଳି ଖୁସି ହେବେ। ତାପରେ ଦୁଇରେ ଯେହେତୁ ଆମେ ଟିକେ କୀର୍ତ୍ତନ ଗାଇବେ, ଦେଖିବେ ଶିବ ଭଗବାନଙ୍କର ଆମର ଶିବରାତ୍ରି ହେଲେ କଣ କରାହଉଛି? ଅଷ୍ଟପ୍ରହରୀ। କୋଉ ଘରେ ମନ୍ଦିର ପ୍ରତିଷ୍ଠା କରିଲେ କଣ କରାହଉଛି? ଅଷ୍ଟପ୍ରହରୀ କରାହଉଛି। ଗାଁରେ ଯଦି ଦେଖିବାକୁ କହିଲେ ହେଲା, ଯୋଉ ମନ୍ଦିର ହଉଛି ନା କାହିଁକି, ହଁ ନା ନାଇଁ? ଅଷ୍ଟପ୍ରହରୀ 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 ହରିନାମ କରାହଉଛି। ତ କହିଲେ ଆମେ ହରିନାମ ଟିକେ ନା, ହଁ ପ୍ରଭୁ ଆମେ ସେଇଟା କରୁ। ମୁଁ ଧୋତି ଗୋଟେ ପିନ୍ଧି ପାରିବ ନା ପ୍ରଭୁ? ସେଇଟା ପିନ୍ଧୁ ଯେ, ଆଉ ବିସର୍ଜନ ଗଲା ଦିନ ଆମେ ପ୍ୟାଣ୍ଟ ପିନ୍ଧୁ ବା। ମୁଁ ହଁ କିଛି ଅସୁବିଧା ନାହିଁ ନା ପ୍ରଭୁ। ବିସର୍ଜନ ଦିନ ଟିକେ ଡିଜେ ଲାଗିଲେ ଚାଲିବ? ଡିଜେ ଆମେ କୀର୍ତ୍ତନ ଲଗାଉ, ହଁ ହଁ ଠିକ ଅଛି ଚାଲ। ତ ସେଟା ଆମେ କଣ କଲେ, ପିଲାଙ୍କ ହିସାବରେ କିଛି କଲେ, ପ୍ଲସ ଗଣେଶକୁ ଯେତିକି ଭଲ ସେଇଟା ବି କଲେ। ଏମାନେ ଯେ ଗଣେଶକୁ ବିଲକୁଲ ପସନ୍ଦ ନାହିଁ ଆମେ କରୁଛନ୍ତି। ମହାରାଷ୍ଟ୍ରର ବମ୍ବେରେ ସବୁଠୁ ବହୁତ ବହୁତ ସାରା ଗଣେଶ ହୁଏ, ପୂଜା ହୁଏ। ସବୁଠୁ ବେଷ୍ଟ ହଉଛି କିଏ ନା ଲାଲବାଗ ଚା ରାଜା ବୋଲି ଗୋଟେ ଜାଗା ଅଛି। ଲାଲବାଗ ଚା ରାଜା ମାନେ ଯୋଉଟା କି ମାନେ ପୁରା ପୁରା ବମ୍ବେ ପ୍ରସିଦ୍ଧ ଗଣେଶ ମହାପ୍ରଭୁ। ଆଉ ବିଶ୍ୱାସ କରିବେନି, ସେଇଟା ଡିଜେ ଲାଗୁନି। ସେଇଟା ଆମର ଯୋଉ ନାଇଁ, ସେଇଟା କଣ କହୁଛୁ ଯେ ଘଣ୍ଟି ବଜଉଛୁ ଆମେ, ଘଣ୍ଟା ନେଇକି ବାଜୁନାହାନ୍ତି, ଟାଇଁ ଟାଇଁ ଟାଇଁ। ତ ଆମେ ମହାରାଷ୍ଟ୍ର ଯୋଉ ଟ୍ରାଡିସନ ଅଛି ଟିଲ୍ ଟୁଡେ, ସେମାନେ ଗଣେଶକୁ ୱେଲକମ କରି ସେମିତି ଟ୍ରାଡିସନ, ଯୋଉ ପୁରୁଣା ଟ୍ରାଡିସନ ସେମିତି। ଆମେ ଜଗନ୍ନାଥ ମନ୍ଦିରରେ ନୂଆ ଜିନିଷ ଗୋଟେ ବି ଦେଖିପାରିବେ ନା ଆଜି ପର୍ଯ୍ୟନ୍ତ। ଜଗନ୍ନାଥ ମନ୍ଦିରରେ ଯୋଉ ଟ୍ରାଡିସନ ଚାଲିଛି ଚାଲିଛି ଚାଲିଛି, ଏବେ ବି ସେଇଟା ହିଁ ଚାଲିଛି। ନୂଆ ଜିନିଷ ଗୋଟେ ପଶିନି, ଆଜିର ମଡର୍ଣ୍ଣ କଲଚର ଟିକେ କହିଲେ ଟିକେ ପଶିନି। ତ ସେମିତି ଲାଲବାଗ ଯୋଉ ରାଜା ଯୋଉଟା ଅଛି, ସେଇଟା ବିଲକୁଲ ବିଲକୁଲ କହିଲେ ବିଲକୁଲ ମଡର୍ଣ୍ଣ କଲଚର ପଶିନି। ଆଉ ଯୋଉ ସାନ ସାନ କରିଥିବେ ଡିଜେ ଫିଜେ ଲଗେଇ ଦଉଥିବେ, ବଟ୍ ମେଇନ ହିରୋ ଯିଏ ଅଛନ୍ତି ଲାଲବାଗ ରାଜା ସିଦ୍ଧିବିନାୟକ ମନ୍ଦିର ଯୋଉ ଅଛନ୍ତି, ସେଇଟା ଏଗୁଡା ବିଲକୁଲ ଚାଲୁନି। ତ ପିଲାମାନଙ୍କୁ କହୁଥିଲେ ଯେ ଏ ସାମ୍ନାରେ ଟିକେ ଟିକେ ମଜା କରିବା ଦରକାର, ନିହାତି। କିନ୍ତୁ ଆମ ସଂସ୍କୃତିଟା ପଳେଇବ ଯଦି ଆମେ ମଜା ଚକରରେ ଟୋଟାଲି ଡାଇଭର୍ଟ ହେଇଯିବା। ଗଣେଶଙ୍କ ନାଁରେ ସବୁ ଜିନିଷ କରିବା, ମଦ ପିଇବା, ପତା ଖେଳିବା, ତାପରେ ମାନେ ସବୁ ଫାଲତୁ ଜିନିଷ ଗୁଡା, ନାଚିବା, ଡ୍ୟାନ୍ସ କରିବା, କିଛି କିଛି ନଥିବ ଭକ୍ତିମୟ, ତାହେଲେ ଗୋଟେ ସାନ ପିଲା ଯେତେବେଳେ ଦେଖିବ ଗଣେଶ ପୂଜା ମିନ୍ସ ଡିଜେ ଲଗାଅ ମଦ ପିଅ, ତାର ଡେଫିନେସନ ଚେଞ୍ଜ ହେଇଯିବ। ଗଣେଶ ପୂଜା ମିନ୍ସ କଣ? ଡିଜେ ଲଗାଅ। ଏବେ ଯେମିତି ମାନେ ପିଲାଦିନ ମୁଁ କହୁଥିଲି, ଜଗନ୍ନାଥ ମନ୍ଦିର ଭିତରେ ଆମ ସ୍କୁଲ ଥିଲା। ସ୍ନାନ ଯାତ୍ରା ହେଲେ କଣ ହଉଥିଲା ନା, ସ୍କୁଲ ଛୁଟି ହେଲା। ସ୍ନାନ ଯାତ୍ରା ବିଷୟରେ ସ୍କୁଲ ଶିକ୍ଷକ ମାନେ କେବେ କହିନାହାନ୍ତି, କିନ୍ତୁ ସ୍ନାନ ଯାତ୍ରା ବହୁତ ବଢିଆ ଗୋଟେ ପ୍ରୋଗ୍ରାମ ହୁଏ, ତେଣୁକରି ସ୍କୁଲ ଛୁଟି ହୋଇଯାଏ। ତ ଆମେ ଜାଣିଥିଲୁ ଯେ ସ୍ନାନ ଯାତ୍ରା ମିନ୍ସ କଣ ନା, ସ୍କୁଲ ଛୁଟି। ସ୍ନାନ ଯାତ୍ରା ମିନ୍ସ ସ୍କୁଲ ଛୁଟି। ଅଗଷ୍ଟ 15 ମିନ୍ସ ଚକୋଲେଟ ମିଳିବ, ବାସ୍ ଏତିକି ଜାଣିଦେଲେ। କିନ୍ତୁ ତା ମହିମା କିଛି କୁହା ହେଲାନି। ସେମିତି ଗଣେଶ ମହାପ୍ରଭୁଙ୍କ ମହିମା କାହାକୁ କୁହନି। ଏବେ ମୁଁ ପିଲାଙ୍କୁ ପଚାରିଲେ ସିମ୍ପଲ ଖାଲି ଗୋଟେ କ୍ୱେଶ୍ଚନ ଆନ୍ସର ଦିଅ, ଗଣେଶ ମହାପ୍ରଭୁଙ୍କର କେତେଟା ସ୍ତ୍ରୀ ଥିଲେ? କାହାକୁ ଜଣା ନାହିଁ। ଯେତିକି ଯାହା ଗଣେଶ ପୂଜା କରୁଛନ୍ତି, ଯେ ପିଲା ଗୁଡା ଯୋଉ ଘଡେଇଛନ୍ତି, ଗୋଟେ ପ୍ରାୟତଃ 20-30 ହଜାର ଟଙ୍କା ଖର୍ଚ୍ଚ କରି, କିଛି ଜଣା ନାହିଁ କାହାକୁ, କିଛି କଲେ କିଛି ନାହିଁ। ମୁଁ ଠିକ ଅଛି, ଗଣେଶ ମହାପ୍ରଭୁ ମନ୍ତ୍ରଟା କୁହ। ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ ନିର୍ବିଘ୍ନ କୁରୁ ମେ ଦେବ ସର୍ବକାର୍ୟେଷୁ ସର୍ବଦା। ଏଇଟା କୁହ। ସେଇଟା ନାହିଁ। ହେଲା, ଗୋଟେ ଭଜନ ଗାଅ, ଜୟ ଦେବ ଜୟ ଦେବ,
मंगल मूर्ति हो मंगल मूर्ति। ତାପରେ ଗୋଟେ ମାନେ ଯିଏ ସବୁ କାମ ଆ, ମନ ବାଞ୍ଛା ହୁଏ ପୂର୍ତ୍ତି ବଢିଆ ସୁନ୍ଦର ମାନେ ଆରତି ଗୁଡା ହୁଏ ଗଣେଶ ପୂଜାରେ। କିଛି କଲେ କିଛି ପିଲାଙ୍କୁ ଜଣା ନାହିଁ। ତ ସେ ପିଲା କଣ କରିବ? ଯୋଉ ପିଲା ସେଟା ଦେଖି ଗଣେଶ ପୂଜା ମିନ୍ସ ଯେତେବେଳେ ଦେଖିକି ବଡ ହବ ଗୋଟେ ପିଲାଟି, ସିଏ ଜାଣିନି ଗଣେଶ କଣ ବାଟ କରିବ, ବଟ୍ କଣ କରିବ ସେ ଜାଣିନି। ଆଉ କଣ କରିବ? ଡିଜେ ଏକା ଲଗେଇବେ, ମଦ ପିଇବ, ହେଲା ଫାଲତୁ ଗୀତ ଗୁଡା ଲଗେଇବେ, ଗଣେଶ ମହାପ୍ରଭୁ କିଛି ଭଜନ ଲାଗିବନି। ବୁଝିଲେ? ତେଣୁକରି ଆମେ ସବୁ ଜାଗାରେ ନାଇଁ କି ସବୁ ଜାଗାରେ ଆ ଗଣେଶ ପୂଜାରେ ମାନେ ସବୁଠୁ ବହୁତ ବଢିଆ ହଉଛି ଗଣେଶ ଗଣେଶ ମହାନ ନାଇଁ କି ଯୋଉ ପୂଜା କରିବାର ମୂଳ ଲକ୍ଷ୍ୟ ଥିଲା। ସିଏ ଯେତେବେଳେ ଗଣେଶ ମହାପ୍ରଭୁ ପଚରା ଯେ ପୁରା ପୃଥିବୀ ବ୍ରହ୍ମାଣ୍ଡ ପରିକ୍ରମା କରିବା ପାଇଁ ଗଣେଶଜୀ କଣ କରିଥିଲେ ନା ତାଙ୍କ ବାପାଙ୍କର ପରିକ୍ରମା କରିଥିଲେ, ଶଙ୍କର ଭଗବାନଙ୍କ ପରିକ୍ରମା କରିଥିଲେ। କାହାର ପରିକ୍ରମା କରିଥିଲେ? ଶଙ୍କର ଭଗବାନଙ୍କ ପରିକ୍ରମା କରିଥିଲେ। ତ ବାପା ମାଙ୍କର ସେବା, ମୋ ଦୁନିଆ ହଉଛି ମୋର ବ୍ରହ୍ମାଣ୍ଡ ହଉଛି କି ମୋ ବାପା ମା। କିନ୍ତୁ ଦେଖିବାକୁ ଗଲେ ପୁରା ପରିବାର କାହା ସହିତ କନେକ୍ଟେଡ ଅଛନ୍ତି? ଶଙ୍କର ଜି କାହା ପାଇଁ ସେବା କରୁଛନ୍ତି? ଜଗନ୍ନାଥଜୀଙ୍କର। ପାର୍ବତୀ ମା ଦେଖିବାକୁ ଗଲେ ସିଏ ତ ବିମଳା ମାଙ୍କ ହିସାବରେ ବସି ପଡୁଛନ୍ତି। ଜଗନ୍ନାଥ ମନ୍ଦିରରେ ବସିଛନ୍ତି ବିମଳା ମା ପ୍ରସାଦ ପାଇଲି। ଜଗନ୍ନାଥ ମନ୍ଦିରର ପ୍ରସାଦ ମହାପ୍ରସାଦ କେତେବେଳେ ହଉଛି ନା ଯେତେବେଳେ ପାର୍ବତୀ ମା ଖାଇବେ। ଆଉ ଭଗବତ ଗୀତା କିଏ ଲେଖିଛନ୍ତି? ଗଣେଶଜୀ ଲେଖିଛନ୍ତି। ମହାଭାରତ ଦେଖିଲେ ବ୍ୟାସଦେବ କହୁଛନ୍ତି ରାଇଟର କିଏ? ଗଣେଶଜୀ ଲେଖିଛନ୍ତି। ବୁଝିଲେ? ଆଉ ସବୁଠୁ ବହୁତ ବଢିଆ ହଉଛି ଯେତେବେଳେ ନରସିଂହ ପ୍ରହ୍ଲାଦ ମହାରାଜ ମାନେ ବାପାଙ୍କ ହିରଣ୍ୟକଶ୍ୟପ ଯେତେବେଳେ ଆକ୍ରମଣ କରୁଥିଲେ ସେ ସମୟ ନରସିଂହ ଏତେ କ୍ରୋଧ କରୁଥିବେ ତ ସବୁ ଦେବୀ ଦେବତା ମାନେ ଡରି ଯାଇଥିବେ। କଣ କରିବା କଣ କରିବା କଣ କରିବା? ତ ସେ ସମୟରେ ଗଣେଶଜୀ କଣ କରିବେ? ମୂଷକୁ ଧରି ତାଙ୍କେ ଦୌଡ଼ି ଦୌଡ଼ି ବୁଲିବେ ମାନେ କାର ଯେ ନରସିଂହମାନଙ୍କୁ ପରିକ୍ରମା କରିବେ। ସେ ମୂଷା ଉପରେ ବସିକି ତ ନରସିଂହମାନେ ଏତେ ଖୁସି ହେଇଯିବେ ଏତେ ଖୁସି ହେଇଯିବେ। ତେଣୁ ନରସିଂହମାନ କଣ କରିଛନ୍ତି ଯୋଉ ବିଘ୍ନ ହର୍ତ୍ତା କହୁଛନ୍ତି, ସଙ୍କଟ ମୋଚନ କହୁଛନ୍ତି, ସେଇଟା ତାଙ୍କର ଆପଣ ଅଥରିଟି ହେଇଯାଆନ୍ତୁ। ବୁଝିଲେ? ଗଣେଶ ମହାପ୍ରଭୁ ଆମେ ପ୍ରାର୍ଥନା କରିପାରିବା ଯେ ପ୍ଲିଜ ପ୍ଲିଜ ଏମିତି ବୁଦ୍ଧି ଦିଅନ୍ତୁ, ଯେମିତି ଆପଣ ପୁରା ବୁଦ୍ଧି ବ୍ୟବହାର କରି ଭଗବତ ଗୀତା ଲେଖିଛନ୍ତି। ଆମକୁ ଟିକେ ବୁଦ୍ଧି ଦିଅନ୍ତୁ ଯୋଉ ଆପଣ ଲେଖିଛନ୍ତି ଗୀତା ସେଇଟା ବୁଝିପାରୁ। ଆଉ ଆପଣ ଯୋଉ ପୂଜ୍ୟ ଅଛନ୍ତି ଜଗନ୍ନାଥ ଜୀ ତାଙ୍କର ଆମେ ସେବା କରିପାରୁ ଟିକେ ଟିକେ। ତ ଯାହା ବି ମାନେ ଆମର ଯୋଉ ବାଧାବିଘ୍ନ ଆସୁଛି ଭକ୍ତି କରିବା ସମୟରେ ପ୍ଲିଜ ଏ ଗଣେଶ ଜୀ ସେ ଆପଣ ବିଘ୍ନ ହର୍ତ୍ତା ଅଛନ୍ତି। ତ ମୋ ପାଇଁ ବଡ ବିଘ୍ନ ହଉଛି ମୋ ଭାବନା ମନେ ପକେଇ ପାରୁନି। ପ୍ଲିଜ ସେଇଟା ବାହାର କରିଦିଅନ୍ତୁ ଯାହା ଦ୍ୱାରା କି ମୁଁ ମଧ୍ୟ କଣ କରିପାରିବି ଆପଣ ଯେମିତି ଜଗନ୍ନାଥ ସେବା କରୁଛନ୍ତି କେମିତି ନା ଗୀତା ଲେଖିକି ମୁଁ ମଧ୍ୟ ଜଗନ୍ନାଥଙ୍କୁ କିଛି ସେବା କରିବାକୁ ଚାହୁଁଛି ବଟ୍ ୟୁ କ୍ୟାନ୍ ହେଲ୍ପ ମି। ତ ଆମେ ଗଣେଶଜୀଙ୍କୁ ଗଣେଶ ପୂଜାରେ ପ୍ରାର୍ଥନା କରିପାରିବା ଏଇଟା। ଥ୍ୟାଙ୍କ ୟୁ ପ୍ରଭୁ। ଆଜି ବହୁତ ଜଣ ନୂଆ ଜଏନ୍ କରିଛନ୍ତି। ଜଗତ ତାରିଣୀ, ପ୍ରଭୁଶ୍ରୀ ମାତାଜୀ, ଲିଜା ମାତାଜୀ, ସନ୍ଧ୍ୟାରାଣୀ ମାତାଜୀ, ଥ୍ୟାଙ୍କ ୟୁ।